ସ୍ରଷ୍ଟା ଆଉ ସୃଷ୍ଟି ଏମିତି ଗୋଟେ ଅନାବିଳ ବନ୍ଧନ, ସେ ବନ୍ଧନର ବ୍ୟାଖ୍ୟା କେହି କରିପାରିବେନି। ମୁଁ ଆଜି କାହିଁକି ଏ କଥା କହୁଛି? ଆଜି ମୁଁ ଯାହାଙ୍କ ସହିତ ବସିଛି ସେ ହେଉଛନ୍ତି ଜଣେ ସ୍ରଷ୍ଟା। ପ୍ରତିଭା ରାୟଙ୍କ ନାରୀ ଚରିତ୍ରର ସଂଘର୍ଷର କଥା ଆଉ ପ୍ରତିଭା ରାୟଙ୍କ ନିଜ ଜୀବନର ସଂଘର୍ଷ କଥା ତଫାତ୍ କେତେ ଅଛି? ତଫାତ୍ କିଛି ନାହିଁ। ଏମିତି କେବେ ହେଇଛି ଆପଣ ଗୋଟେ ଚରିତ୍ରକୁ ଭାବିଥିବେ କି ମୁଁ ଏମିତି ଆରମ୍ଭ କରିବି, ଏଇଠି ନେଇକି ସାରିଦେବି, ତା ଯାତ୍ରାଟା ଏତିକି ହିଁ ହବ, କିନ୍ତୁ ସେ ଆଉ କୋଉଠି ଯାଇକି ପହଞ୍ଚି ଯାଇଛି? ଠିକ୍ ଯେମିତି ତମ ସନ୍ତାନମାନଙ୍କର ଯାତ୍ରା ତମେ ଯାହା ସ୍ଥିର କରିଥା ତାହା ହୁଏ ନାହିଁ, ଲେଖକଟିଏ ସେମିତି ଚରିତ୍ରଟିକୁ ଭାବିକିରି କରିଥିବ, ସେ କେଉଁ ବାଟେ ଯାଇ କେଉଁଠି ପହଞ୍ଚିଯିବ, ଏଣ୍ଡିଙ୍ଗଟା ବଦଳିଯିବ, ତା ଯାତ୍ରା ପଥଟା ବି ବଦଳିଯିବ, ତମେ ଆଗରୁ ସ୍ଥିର କରିପାରିବ ନାହିଁ। ଲେଖକୀୟ ପ୍ରସ୍ତୁତି ଯେମିତି ଆପଣ ପ୍ରଥମରୁ ଯାହା ଲେଖୁଥିଲେ ଧୀରେ ଧୀରେ ଆପଣଙ୍କର ସେ ଲେଖା ନିଶ୍ଚିତ ଭାବରେ ପରିବର୍ତ୍ତନ ହେଲା। ଯେତେବେଳେ କିଛି ଗୋଟେ ବଡ଼ ଲେଖିବା ପାଇଁ ଆପଣ କେବେ ମାନସିକ ଭାବରେ ଭାବିଲେ କି ଏବେ ମୁଁ ଗୋଟେ ବଡ଼ ଜିନିଷ ଲେଖିପାରିବି? ବଡ଼ ମାନେ ନୁହଁ, ଗୋଟେ ସମସ୍ୟାକୁ ନେଇକି ତ ତମେ ଲେଖିବ, ପ୍ରୋବ୍ଲେମ୍ ନଥିଲେ କିଛି ଲେଖିପାରିବ ନାହିଁ। ପ୍ରୋବ୍ଲେମ୍ ତ ସବୁଆଡ଼େ ଅଛି, କେତେ ପ୍ରୋବ୍ଲେମ୍ ଅଛି। ସବୁଯାକ ପ୍ରୋବ୍ଲେମ୍କୁ ଗୋଟେ ବହିରେ ତମେ ଲେଖିପାରିବନି, ଗୋଟେ ଉପନ୍ୟାସରେ ଫୁଟେଇ ପାରିବନି, କିନ୍ତୁ ଗୋଟେ ଉପନ୍ୟାସରେ ବିଭିନ୍ନ ପ୍ରୋବ୍ଲେମ୍ ବି ଆସିବ। କେବେ ବି ଆପଣ ବର୍ଷା ବସନ୍ତ ବୈଶାଖ ଯେମିତି ଲେଖିଥିବେ, ମଗ୍ନ ମାଟି ବେଳକୁ ତ ଆପଣଙ୍କର ସେ ମାନସିକତା ନଥିବ, ବଦଳି ବହୁତ ବେଶୀ ଗୋଟେ ଦେଖ ମ୍ୟାଚୁରିଟି, ଆଜ୍ଞା, ପରିପକ୍ୱତା, ଏକ୍ସପିରିଏନ୍ସ, ଏଇଟା ନିଶ୍ଚୟ ତମକୁ ଅନ୍ୟ ପ୍ରକାର କରିଦେବ ନା। ଧରନ୍ତୁ ମୋର ଯେଉଁ ଅପରିଚିତା କି ମୋର ପରିଚୟ କି ଉପନାୟିକା ଏଗୁଡ଼ିକ ସବୁ ସେ ଘଟଣା ଗୁଡ଼ିକ ସତରେ ଘଟିଛି, ମିଛ ନୁହେଁ, ସତ ଘଟଣା, କିନ୍ତୁ ସେଟା କେବଳ ନାରୀ ପୁରୁଷର ସମ୍ପର୍କକୁ ନେଇକରି ଲେଖା ହେଲା। ସୋସାଇଟିଟା ତା ଭିତରେ ରହିଲା, ସୋସାଇଟି କ'ଣ ରୋଲ୍ କରୁଛି। ଏବେ କ'ଣ ହେଉଛି, ମୁଁ ଏଣ୍ଟାୟାର କ୍ୟାନଭାସଟାକୁ ଷ୍ଟଡି କରୁଛି। ଧରନ୍ତୁ ଆଦିଭୂମି ମୁଁ ଲେଖିଲି ବଣ୍ଡା ପାହାଡ଼ରେ, ମୁଁ କ'ଣ ଏଇଠି ବସି ବଣ୍ଡା ପାହାଡ଼ ଏମିତି ସେମିତି କରନ୍ତି, ସେମାନେ ଏମିତି ବାହାନ୍ତି, ଛୋଟ ପିଲାଙ୍କୁ ବଡ଼ ସ୍ତ୍ରୀ ଲୋକମାନେ ବାହାନ୍ତି, ତାଙ୍କର ଏଇ ସମସ୍ୟା ହୁଏ, ଏତିକିରେ ଗୋଟେ ଆଦିଭୂମି ଉପନ୍ୟାସ ହେଇଯିବ? ମୋତେ 9 ବର୍ଷ ଲାଗିଲା। ଏତେ ଗୁଡ଼ା ସମସ୍ୟା ଏମାନଙ୍କର ଯେ ୟାକୁ ମୋତେ ଲେଖିବାକୁ ପଡ଼ିବ। ସେଇଠାରୁ ଆଇ ଫେଲ୍ ଇନ୍ ଲଭ୍ ୱିଥ୍ ଦେମ୍। ଯେଉଁଠି ଅନ୍ୟ ସମସ୍ତେ ତାଙ୍କୁ ଘୃଣା କରନ୍ତି, ମୁଁ ସେ ବଣ୍ଡା ପାହାଡ଼କୁ ଯାଇ ସେଇ ଲୋକ ଗୁଡ଼ାକ, କିଏ ମଣିଷ ମାରିକିରି ଆସିଛି ଜେଲ୍ ଯାଇକିରି, କିଏ ମଣିଷ ମାରିକିରି କାଲି ସକାଳେ ଜେଲ୍ ଯିବ, ସମସ୍ତଙ୍କ ଭିତରେ ସେ ମାନେ ମାରିବା ପ୍ରବଣତା ତ ଅଛି। ଅପରାଧ ପ୍ରବଣତା ବୋଲି ମୁଁ କହୁନି, ସେମାନେ ସେଟାକୁ ଅପରାଧ କହନ୍ତିନି। ସେ କ'ଣ ସେ ମୋତେ ରଗେଇଲା ମୁଁ ତାକୁ ମାରିଲି, ଅପରାଧ କ'ଣ? ଗୋଟିଏ ତ ଦଣ୍ଡ ସେଠି ଆଉ, ମାରିଦେବା ଆଉ। ସେମାନେ ବି ମଣିଷ, ତାଙ୍କର ହୃଦୟ ଅଛି, ଆମେ ତାଙ୍କୁ ଭୁଲ ବୁଝୁଛୁ, ଘୃଣା କରୁଛୁ, ସେମାନେ ଆମକୁ ସେଥିପାଇଁ ଘୃଣା କରୁଛନ୍ତି। ମୁଁ ତାଙ୍କୁ ଭଲ ପାଇଲି। ଆଇ ଫେଲ୍ ଇନ୍ ଲଭ୍ ୱିଥ୍ ଦେମ୍, ଦେ ଫେଲ୍ ଇନ୍ ଲଭ୍ ୱିଥ୍ ମି। ମୋତେ ଭଲ ପାଇଲେ, ମାମା ଡାକିଲେ, ଆଉ ସେମାନେ ସ୍ତ୍ରୀ ଲୋକଙ୍କୁ ମାରନ୍ତିନି, ସେଇ ଆଡ଼ଭାଣ୍ଟେଜଟା ମୁଁ ନେଲି। ମୁଁ ଗୋଟେ ସ୍ତ୍ରୀ ହେଇଥିବାରୁ ସେଦିନ ଈଶ୍ୱରଙ୍କୁ ମୁଁ କୃତଜ୍ଞତା ଜଣାଇଲି ଯେ ମୋତେ ତୁମେ ଗୋଟେ ସ୍ତ୍ରୀର ଫିଜିକ୍ରେ ଜନ୍ମ ଦେଇଛ, ସୋ ଦ୍ୟାଟ୍ ମୁଁ ଆସିକିରି ଏଠି ପହଞ୍ଚି ପାରୁଛି, ମା ଏମାନେ ଡାକୁଛନ୍ତି, ମୋର ମରିବାର ଏଠି ଚାନ୍ସ ନାହିଁ। ତେଣୁ ବହୁତ କଷ୍ଟ କରିବାକୁ ପଡ଼ିଛି ମୋତେ ସେଠି କାମ କରିବାକୁ, ଆଉ କିନ୍ତୁ ମୁଁ ବହୁତ ଆନନ୍ଦ ପାଇଛି। ବଣ୍ଡା ପାହାଡ଼ର ଏଠି ତ ଦୁଃଖ ପାଇଛି, କେଉଁଠି? ମଗ୍ନମାଟିରେ। ମଗ୍ନମାଟି ମୁଁ କାନ୍ଦି କାନ୍ଦିକି ଲେଖିଛି, କିନ୍ତୁ ସେଠି ମୁଁ ହସି ହସିକି ଲେଖିଛି। ଅବଶ୍ୟ ତାଙ୍କର ବହୁତ ଦୁଃଖ, ଅଧା ପେଟୁଆ, ଖାଇବାକୁ ଗଣ୍ଡେ ପାଆନ୍ତିନି, କିନ୍ତୁ ସେମାନଙ୍କର ପ୍ରେମ, ସେମାନଙ୍କର ଯେଉଁ ଛଳ ଜୀବନ, ତାରି ଭିତରେ ବି ସେଥିରେ ମୁଁ ଖୁସି ହେଇଯାଏ। ବଣ୍ଡା ପାହାଡ଼ରେ ପହଞ୍ଚିଗଲେ ମୁଁ ଖୁସି ହେଇଯାଏ। ମୋତେ ତୁମେ ଡାକେ, ସେ ବର୍ଷା ଉଠେଇଥିବ, ମୁଁ କହିବି ଭାବେ ମୁଁ ଯାଉଛି ଆଜି ବଣ୍ଡା ପାହାଡ଼ ଟିକେ, ନା କାହିଁକି? ମୁଁ କହିଲି ବର୍ଷା ଦିନେ ସେଠି କେମିତି ଦୃଶ୍ୟ ମୁଁ ଟିକେ ଦେଖିବି, ବର୍ଷା ଦିନଟା ସେଠି କେମିତି, ବିଭିନ୍ନ ପର୍ବପର୍ବାଣି କେମିତି, ଅମକ ଫସଲଟା ହେଲା ବେଳେ କେମିତି। ଆପଣ କେବେ କିଛି ଲେଖିଲା ବେଳେ ସାଲିସ କରିବାକୁ ପଡ଼ିଛି ଯେ ଗୋଟେ ଚରିତ୍ରକୁ ଆପଣ ଏମିତି ଲେଖିବା ପାଇଁ ଚାହୁଁଥିବେ, ବଟ୍ ଭାବିବେ ନାହିଁ କାଳେ ସମାଜ କ'ଣ ଭାବିବ ବା ମୋ ଚାରିକଡ଼ ଲୋକ କ'ଣ ଭାବିବେ, ସେମିତି କେବେ କିଛି? ସେ ସମ୍ପର୍କରେ ମୁଁ ସମାଜକୁ ଖାତିର କରେନି, କାରଣ ମୋର ଚରିତ୍ରମାନେ ସେମିତି କିଛି କାମ କରିବେନି ଯେଉଁଥିରେ ସମାଜ ବାହାରକୁ ଚାଲିଯିବେ। ଅବଶ୍ୟ ସମାଜର ରୂଢ଼ିବାଦକୁ ଭାଙ୍ଗିବେ, ସମାଜର ରୂଢ଼ିବାଦ ରକ୍ଷଣଶୀଳତାକୁ ଭାଙ୍ଗିବାରେ ଯଦି ସମାଜ କ'ଣ କହିବ, ସେଥିପାଇଁ ଲେଖକ ପ୍ରସ୍ତୁତ, ମୋର ଚରିତ୍ରମାନେ ବି ପ୍ରସ୍ତୁତ। ଆପଣ ଯେତେବେଳେ ଉଲ୍ଲଙ୍ଘନ ଲେଖିଲେ ଶ୍ୱଶୁର ବୋହୂ ପ୍ରେମ ସମ୍ପର୍କରେ, ଆପଣ ସେଠି ଲେଖିଲା ବେଳେ ଆପଣଙ୍କୁ କିଛି ଅସୁବିଧା ହେଇଛି? ଏଇ ଘଟଣାଟି ଆମ ଗାଁରେ ଗୋଟେ ଘଟିଥିଲା, ଶୁଣାଶୁଣି ହେଉଥିଲା। ମୁଁ କ'ଣ ଛୋଟ ଥିଲି, କ୍ଲାସ୍ 8, 9, 10 ଭିତରେ ଯାହା ଯେତିକି ମୋର ବୁଝିବା କଥା ସେ ବୁଝୁଥିଲି, କିନ୍ତୁ ଏଇ ଯେଉଁ ଝିଅଟି ପଳେଇଲା ଶାଶୁରୁ, ସେଗୁଡ଼ା କିଛି ଘଟିନଥିଲା। ଖାଲି ମୁଁ ଶୁଣିଲି ଯେ ସେ ବୋହୂଟାକୁ ଏମିତି କରୁଛି, ବୁଢ଼ାଟା ବାହା ହେଲା ବେଳେ ବାହା ହେଲାନି,
एते आसुला ए बुढ़ा है बेलू पुटाक बाहागर करके आनी जे बोटाक एमती कर सेटा मो भितर थिला बहुत वर्ष पर मुझे गपटा को लिखिली आ से गपटा केमती लेखी गला मु कहि परिबिनी से तुम जब पढ़ तुम हृदय द्रवीभूत हो बुढ़ा पे एवं से झीटी पे बुढ़ार भी दोष ना से गोटे क्षणिक उत्तेजना सेमती कला गोटे डिप्राइव्ड बुढ़ा मुझे लिखी जे शशुर पितृ प्रतिम पिता नुहति बुझिपार तेणु सेमती गोटे दुर्बलता हाँ सेमती किसी गोटे घटनी भितर बहुटा को खराब लगी एवं बुढ़ा भी शशर अनुताप करी बुढ़ा कही पारुनी दोष मोर तू ताको किसी कहना आ बहु भी कही पारुनी जे पुओ को जे तुम बापा एया कले बोली मु छाड़ी चलीगली सेटा भी कही पारुनी पुओ ग्रहण करि परिबो नहीं सही पारिबो नहीं भारी गोटे डिफिकल्ट सिचुएसन बहु भी पुणी निजक अनुताप भोगुची 70-75 वर्षर बुढ़ा कौन मोर कर पकई था कहीं मृत्यु शज्जार छाड़ी चलीगली आ नारी जीवन में केते केते उल्लंघन को सी अवज्ञा कर चली आसी ये भारी भारी डिफिकल्ट सिचुएसन 3 जनक आ पुओ तो मिसअंडरस्टांड कर मो बापा को छाड़ी पड़ेगा जो गोटा बहु ताको कही पारुनी जे कहीं मुझे छाड़ी पड़ेली गाँ लोक भी जानी पार ना कहीं छाड़ी पड़ेगा काले काले विभिन्न घटना घटी चलছে आजिकली बुढ़ाटे भी पाटी खोली कही पारुनी जे ताकू कहीं समस्त गाड़ी दौच तार किसी दोष ना क्षणिक गोटे दुर्बलता से केते जीवन सारा एत भाव रहा नैष्टिक भाव रहा मनीष तो गोटे इनस्टिंक्ट अच्छी ना आज्ञा आपण एमती गोटे घटना कहते जोटा आपण पिलादिन घटी पिलादिन घटना या भितर आपणकर दीर्घ अनुभूति अभिज्ञता बहुत बेसी एमती कि आम पुराण शास्त्र रे भी जमती कि देढ़शुर भाई बो संपर्क संसार आरंभ होती किंतु आजिकल कहीं कहुच्छे आजिकल का नारी मैंने बहुत उशृंखलित से माने बहुत बेसी स्वाधीनता को एमती भाव में उपभोग कर स्वेच्छाचार हो जाती एमती कहीं कहुच्छे नहीं स्वेच्छाचार भी होने बोली कथा नुहे आ विशेषकर नारीर स्वाधीनता को अनेक समय स्वेच्छाचार बोली भावती कारण नारी को स्वाधीनता देवा समाज चाहूनी ना चाहू नथिला ना आज्ञा एबे भी से समाज नारी को स्वाधीनता देवा चाहेनी नारी तार संठणार शाढ़ी पिंध हाँ चाकरी कर आईएएस हम पुलिस हम सब हम किंतु ता संठणार सीमा रेखा भर घर को आसिले पुणी जो बहु कि से बहु तेणु सेटा को स्वेच्छाचार कहते आम जो महिला सशक्तिकरण गोटे शब्द बहुत भाव में व्यवहृत हो एक्जाक्ट तार अर्थ कौन बुझे प्रतिभा किसी अर्थ नहीं मु महिला तो शक्ति ही जन्म होती शक्ति इनकार्नेसन से तो शक्तिर गोटे आ गोटे रूप आ महिला को सशक्तिकरण कौन करेंगे मु कहे से शक्ति नहीं जन्म होती युद्ध भी करें बैटल फील्ड रे एबे तो गले पायलट हो पारे सब करें खाली घर चलवा कथा छाड़ी दियो तांका भीतर से शक्ति अच्छी तुम सशक्तिकरण ना एत कथा नक खाली शक्ति शक्तिटा को से प्रमोट कर बाट चलिया छाड़ी दियो तो बाट जितक प्रतिबंधक रखीचे से बाटटा को छाड़ी दियो शक्ति से निजे प्रदर्शन करेंगे आप जो लेखा लेखि ये को आसिले माने प्रथम कहार कहार एमती पढ़ी किए कौन लिखुंट से मु पिलादिने पढ़ी कान्हू बाबूर अदेखा हाथ अच्छा बुझे क्लास 10 की बहुत कांदी से मो बो बहुत पोहे पढ़े बहुत नॉवेल पढ़े बोर डिस्टेंट मामू हे कान्हू बाबू गोपी बाबू है बोर मामू को शला से माने तेणु बो मोर गोपी मामू कान्हू मामू है अच्छा हाँ गोपी मामू कान्हू मामू बही सब आप घर को जाए घरे थिला बापा लाइब्रेरी आमर गोटे बड़ लाइब्रेरी थिला स्कूल रे बापा लाइब्रेरी को आनती बो मगेगी पढ़े आपण कान्ह महांती गोपी महांती बही गोपी महांती बही पढ़ी से अच्छा से तो उपन्यास पढ़ाटा अपराध थिला ना अच्छा हाँ जो मैंने उपन्यास पढ़ले मो बेल को भी थिला उपन्यास पढ़ले चरित्र खराब हो जाए कि कथा कहूच अच्छा नहीं किंतु आपण घर परिवेशटा तो पूरा अलग घर परिवेश हेले भी सेटा थिला पाठ पढ़ला बेले गोटे उपन्यास कौन पढ़ियो अच्छा सेटा तो गोटे बारण थिला जहाँ फल बो जो मो बही आने लाइब्रेरी रू सेटा बंधा ही दिया होता कागज में तो खोलेनी बो को आनी दे दिए बो पढ़े मुझे खाली देखे बो पढ़ी खोलिक पढ़े मुझे देखे यही बही से थे अदेखा छोट बहीटे खोलिक पढ़ू पढ़ू मोर मन लगिगला मुझे लुचेक जमी गणित कथा भितर सब पढ़ती सेमती पढ़ीदेली रातिटा कांदिली कांदिली एमती कहीं कले लेखक बुझल से गोटे बही आउ गोटे बही मु सब बही पढ़ी कांदी 3टी भी मो जीवन में प्रभाव पकई मन में रही
गोटे कान्हूबाबूଙ୍କର ସେ ବହିଟି ଆଉ ଗୋଟେ ବହି ପଢ଼ିଲି ଦେବଦାସ ଆଚ୍ଛା ଶରତଚନ୍ଦ୍ର ଶରତଚନ୍ଦ୍ର ଦେବଦାସ ଓଡ଼ିଆରେ ବେଙ୍ଗଲୀରେ ପଢି ନାଇଁ ବେଙ୍ଗଲୀରେ ମୁଁ ପଛରେ ବେଙ୍ଗଲୀ ପଢ଼ିଲି ଓଡ଼ିଆରେ କଲେଜକୁ ଆସିଲା ପରେ ବେଙ୍ଗଲୀ ପଢ଼ିପାରିଲି ବେଙ୍ଗଲୀ ପଢ଼ିଲି ଓଡ଼ିଆରେ କିଏ ଗୋଟେ ଅନୁବାଦ କରିଥିଲେ ମୋ ନାଁ ମନେ ପଡ଼ୁନି ଦେବଦାସ ବହିଟି ପଢ଼ିଲି କାନ୍ଦି କାନ୍ଦି ତକିଆ ଓଦା ହେଇଗଲା ବୁଝିଲ ପଢ଼ି ତ ଦେଲି ସରି ତ ଗଲା ଶୋଇଲା ବେଳେ ତ ଖାଲି ଲୁହ ବୋଇଲା ଆଚ୍ଛା ଆଉ ଗୋଟେ ବହି ହେଉଛି ଟମ୍ କଙ୍କାଙ୍କ କୁଟୀର ଉଦୟନାଥ ଷଡ଼ଙ୍ଗୀଙ୍କ ଇଏ ମୋତେ ଖାଲି ଆଖି ଆଗରେ ଭାସିଗଲା ମୋତେ ସେ ଟମ୍ ଚରିତ୍ରଟି ମୋ ଆଖି ଆଗରେ ଠିଆ ହେଇଯାଏ ସେଇଟା ବି ମୋତେ ବହୁତ କନ୍ଦେଇଥିଲା ବହୁତ ପ୍ରଭାବ ପକାଇଥିଲା ମୋ ଉପରେ କଲେଜରେ ପଢ଼ିଲା ବେଳେ ଭାଇ ଆମର ବହୁତ ଇଂଲିଶ ବହି ପଢ଼ନ୍ତି ବେଙ୍ଗଲୀ ବହି ବି ପଢ଼ନ୍ତି ବେଙ୍ଗଲୀ ଭଲ ପଢ଼ନ୍ତି ମୋତେ ସେ ପ୍ରଥମେ ଆଣିକି ଦେଲେ ଆମର ରବୀନ୍ଦ୍ରନାଥ ଠାକୁରଙ୍କର ଗୀତାଞ୍ଜଳି କହିଲେ ଏଟା ପଢ଼ ମୁଁ କହିଲି ମୁଁ ତ ଶିଖିନି ଆଉ ପଢ଼ିବି କ'ଣ ତ୍ରିଭାଷୀଟିଏ ଦେଲେ ତା ସାଙ୍ଗରେ ମୁଁ ଅକ୍ଷର ମିଳେଇକିରି ପଢ଼ୁ ପଢ଼ୁ ଲେଖିଲି ବି ବଙ୍ଗଳା ଲେଖିଲି ବି ଭୁଲିଗଲିଣି କିନ୍ତୁ ପଢ଼ିଗଲି ଗୀତାଞ୍ଜଳି ପଢ଼ୁ ପଢ଼ୁ ଠାସୁକୁ ମାରିକିରି ପଢ଼ୁ ପଢ଼ୁ ପଢ଼ି ତ ଗଲି ସେଠୁ ବେଙ୍ଗଲୀ ବହି କେତେ ଖଣ୍ଡ ବି ପଢ଼ିଲି ଏବେ ବି ପଢ଼ିପାରୁଛି ଆଉ ବୁଝିପାରିବି ପଢ଼ିପାରିବି ଲେଖିପାରିବିନି କି କହିପାରିବିନି ଆଉ ଗୋଟେ ବହି ମୋ ମନରେ ପ୍ରଭାବ ପଡ଼ିଲା ଆଲେକ୍ଜାଣ୍ଡର ଡୁମାଙ୍କର ଗୋଟେ ବହି କ୍ୟାମିଲି ସେତେବେଳେ ବି ବହୁତ କାନ୍ଦିଥିଲି ଏବଂ ଭାବିଥିଲି ଏମିତିଆ ଗୋଟେ ଉପନ୍ୟାସ ମୁଁ କ'ଣ ଲେଖିପାରିବି ଏଇ ପ୍ରଶ୍ନଟା ମୋ ମୁଣ୍ଡରେ ଏମିତିଆ ଗୋଟେ ଉପନ୍ୟାସ ଯେ ଲେଖିଦେବ ତାପରେ ଆଉ ଲେଖିବାର କିଛି ନାହିଁ ଭାବିଥିଲି ଏବେ କିନ୍ତୁ କ୍ୟାମିଲି ବହି ପୁଣି ଥରେ ମଗେଇ ପଢ଼ିଲି ମୁଁ କହିଲି ଏଇଟା କି ଉପନ୍ୟାସ ମୁଁ ସତରେ ବିଶ୍ୱାସ କର ଏବେ ପଢ଼ିଲା ପରେ ଭାବୁଛି ଏଇଟା କ'ଣ ଆପଣ ଦ୍ୱିତୀୟ ଈଶ୍ୱର ତାହେଲେ ଲେଖିଲେ ଆପଣ କହୁଥିଲେ ଶେଷ ଈଶ୍ୱର ସେମିତି ଆପଣଙ୍କର ପ୍ରଭାବ କ'ଣ ପଡ଼ିଲା ବୋଲି ଆପଣ ନାଇଁ ଶେଷ ଈଶ୍ୱର ଉପରେ ପ୍ରଭାବ କିଛି ପଡ଼ିନି ଖାଲି ମୋତେ ଏଇ ଯେଉଁ ରାସ୍ତାରେ ଫୋପାଡ଼ି ଦେଇଥାନ୍ତି ପିଲାମାନଙ୍କୁ ସେମାନଙ୍କର କିଛି ପରିଚୟ ନଥାଏ ସବୁଠି ସେମାନେ ଲାଞ୍ଛିତ ହୁଅନ୍ତି ସେଗୁଡ଼ା ବି ଭାରି ମୋତେ କଷ୍ଟ ଦିଏ ଯଦି ଗୋଟେ ତୋର ଭୁଲ ହେଇଯାଇଛି ତୋର ତ ଭୁଲ ହେଇନି ତୁ ପ୍ରେମ କରିଛୁ ପ୍ରେମଟା ତ ଭୁଲ ନୁହେଁ ତୋର ପ୍ରେମ ହେଇଛି ସେଇ ସାହସଟା କାହିଁ ତୋ ଭିତରେ ନାହିଁ ଗୋଟେ ପିଲାକୁ ରାସ୍ତାରେ ଫୋପାଡ଼ି ଦେଇ ଚାଲିଯିବୁ ଆଠୁ ବଡ଼ି ପାପ ଆଉ କିଛି ନାହିଁ ତୁ ପ୍ରେମରେ ଜଣଙ୍କର ପଡ଼ିକିରି କଲୁ ଏପରିକି ଯଦି ଦୁଷ୍କର୍ମରୁ ଗୋଟିଏ ବି ପିଲା ହେଲା ସେ ପିଲାଟିକି ବି ମଧ୍ୟ ମାଆ ଫୋପାଡ଼ି ଦେବା ଉଚିତ ନୁହେଁ ମୋର କହିବା କଥା ସେ ନିର୍ଭୟତା କୁଆଡ଼େ ଗଲା ତ ସେ କରୁଣା ସେ ପ୍ରେମ ମାଆର ସେ ଯେଉଁ ବାତ୍ସଲ୍ୟ କୁଆଡ଼େ ଗଲା ତୋ ଭିତରୁ ମୋର ଭାରି ପ୍ରତିକ୍ରିୟା ହୁଏ ଏଇଭଳିଆ ପିଲାମାନଙ୍କୁ ଦେଖିଲେ ତେଣୁ ମୋର ନାୟକଟା ହେଉଛି ସେଇ ପିଲା ଜାତି ଗୋତ୍ର କିଛି ନାହିଁ ମିଶାମିଶି ସବୁ ସେ ଇଣ୍ଡିଆନ୍ ଭଳିଆ ଦିଶୁନି କି ଫରେନର ଭଳିଆ ପୁରା ଦିଶୁନି ମିଶାମିଶି ସବୁ ଦିଶୁଛି କିଛି କହିହେବନି ଯେ କେଉଁଠିକାର ପିଲା ତାରି ଯାତ୍ରାପଥଟା ହେଉଛି ଶେଷ ଈଶ୍ୱର ବହି ଏବଂ ତାରି ଭିତରେ ସେ ଦେଖାଉଛି ରୂଢ଼ିବାଦ ସମାଜର ସବୁ ଦେଖାଉଛି ଈଶ୍ୱରଙ୍କୁ ଖୋଜୁଛି କହୁଛି ମୋର ଗୋଟେ କଥା କୁହା ଈଶ୍ୱର ଦରକାର ଯିଏ ମୋ ସାଙ୍ଗରେ ଫେସ୍ ଟୁ ଫେସ୍ କଥାବାର୍ତ୍ତା କରିବେ ଏଇଟା କାହିଁକି ହେଉଛି ତମେ ଏଠି ପୂଜା ପାଉଛ କ'ଣ 60 ପଇଟି ଭୋଗ ବଢ଼ା ହେଉଛି ବାହାରେ ଭିକାରୀ କାହିଁ ବସିକି ଏତେ ଭୋଗରେ ପଡ଼ିଛନ୍ତି ତୁମେ ତାହେଲେ କି ଈଶ୍ୱର ହେଲା ଏମିତିଆ ପ୍ରଶ୍ନ ସେ ପଚାରୁଛି ଯେଉଁଥିରେ ମୋତେ ରାଗିବେ ବହୁତ ଲୋକ ମୁଁ ତ ଏମିତିଆ ପ୍ରଶ୍ନ ପଚାରୁଛି ସେ କହୁଛି ମୋର କାଠ ପଥରର ଈଶ୍ୱର ଦରକାର ନାହାନ୍ତି ଯିଏ କଥା ନ କହିବ ଯିଏ ପ୍ରଶ୍ନର ଉତ୍ତର ନ ଦେବ ସେ କି ଈଶ୍ୱର ତେଣୁ ମୁଁ ଗୋଟେ କଥା କୁହା ଈଶ୍ୱର ଖୋଜୁଛି ଆଉ ସେ କହୁଛି ଜାତି ଧର୍ମ ବିହୀନ ଗୋଟେ ସୋସାଇଟି ସେ କହୁଛି ବାଉଣ୍ଡାରୀ ଆଣ୍ଡ ବର୍ଡରଲେସ୍ ସୋସାଇଟି ଏ ଯେଉଁ ସୀମାରେଖାଟା ସବୁ ଟଣା ହେଇଛି ପୃଥିବୀରେ ସେଥିପାଇଁ ଯୁଦ୍ଧ ପ୍ରଥମେ ଯେତେବେଳେ ଆତ୍ମସନ୍ତୋଷ ପାଇଛନ୍ତି ସେ ଉପନ୍ୟାସ ଲେଖି ସାରି ହଁ ମୁଁ ପାଇଛି କିନ୍ତୁ ମୁଁ ଦ୍ୱିତୀୟ ଭାଗ କାହାରି ଲେଖେନି ଏଇ ବହିର ଦ୍ୱିତୀୟ ଭାଗ ଲେଖା ହେଇଛି ଦ୍ୱିତୀୟ ଭାଗରେ କ'ଣ ଦ୍ୱିତୀୟ ଭାଗଟା ହେଉଛି ପ୍ରାପ୍ତେଷୁ ପୃଥିବୀ ଇଏ ଗୋଟେ ପିଲା ପାଇଲା ଶେଷକୁ ଗୋଟେ ଆଇଲାଣ୍ଡରେ ଯାଇ ରହୁଛି ବହୁତ ତାର ଯାତ୍ରା ପଥରେ ସେ ପୃଥିବୀ ସାରା ଘୁରିଛି ସାରା ପୃଥିବୀ ଘୁରିଛି ସେ ପ୍ରତ୍ୟେକ ଜାଗାର ଯେଉଁ ଘଟଣା ସବୁ ଘଟୁଛି ତାକୁ ସେ ଦେଖାଉଛି ସବୁ କେଉଁଠି ହିଂସା ଏ ଯେଉଁ ଟେରରିଜିମ୍ ହିଂସା ତାରି ବିରୁଦ୍ଧରେ ତାର ପ୍ରତିକ୍ରିୟା ହେଉଛି ଘଟଣାକ୍ରମରେ ସେ ଯାଇ ଗୋଟେ ଆଇଲାଣ୍ଡରେ ପହଞ୍ଚୁଛି ସେ ଆଇଲାଣ୍ଡରେ ସେ ଠିଆ ହେଇଛି ବୁଲୁଛି ଗୋଟେ ବଣ ମଣିଷ ଭଳିଆ ବୁଲୁଛି ସେଠି ସମୁଦ୍ରଟେ ସେ ଅପେକ୍ଷା କରିଛି କେତେବେଳେ ଈଶ୍ୱର ଆସିବେ ଭାସି ଆସିବେ ସେଇ ସମୟରେ ଯେଉଁ ସିରିଆ ଲିବିଆର ଲାଗିଥିଲା ଡେଡ୍ ବଡି ଗୁଡ଼ା ସବୁ ଭାସି ଆସୁଥିଲେ ଛୋଟ ପିଲା ସବୁ ଭାସି ଆସୁଥିଲେ ଜାଣିଥିବ ପେପର ବାହାରିଥିଲା ସେଇଗୁଡ଼ାକ ସେଠିକି ମୁଁ ନେଇ ଆସିଛି ସେ ଠିଆ ହେଇକିରି କହୁଛି ମୁଁ ଏଠି କୋଷ୍ଟ ଗାର୍ଡ଼ ହେଇ ଠିଆ ହେଲି ମୁଁ ଏଠି ବଞ୍ଚେଇବି ସମସ୍ତଙ୍କୁ ତେଣୁ ପିଲା ସବୁ ଭାସି ଆସୁଛନ୍ତି ସବୁ ଡେଡ୍ ଚାଇଲ୍ଡ ସେ କହୁଛି ନା ଈଶ୍ୱର ମୃତ ନୁହଁ ମୋର ମୃତ ଈଶ୍ୱର ଦରକାର ନାହିଁ ମୋର ଜୀବନ୍ତ ଈଶ୍ୱର ଦରକାର ଏମିତି ଅନୁମାନ ଦେଖିଲା ଗୋଟେ କୁଲବୁଲ ଲାଗୁଛି ଗୋଟେ କ'ଣଟେ ଭାସି ଆସୁଛି ତା ଭିତରେ ଗୋଟେ ହାତ ଏମିତି କୁଲବୁଲ ଡେଇଁଛି ପାଣିକି ତାପରେ ତାକୁ ଛାଣି ଆଣିକି ଉପରକୁ ଚାଲି ଆସିଛି ଦେଖୁଛି ଗୋଟେ ଝିଅ ତାକୁ ବି ପୁଅ କରିନି ଗୋଟେ ଝିଅ ସେଇଠୁ ସେ ତାର ଗୋଟେ ପ୍ରେମିକା ଥିଲା ସେ ପ୍ରେମିକାର ମୁହଁ ଭଳିଆ ତା ଝିଅଟାକୁ ଦିଶୁଛି
ତା ଗାଲ ଭଳିଆ ଗୋଲାପୀ ସେ ପ୍ରେମିକାର ମୁହଁଟା ସେ ତ ହଜେଇ ଦେଇଛି, ସେ ପ୍ରେମଟା ହଜିଯାଇଛି ତାର, ତା ସବୁଠି ତା ପ୍ରେମ ହଜିଯାଉଛି, କେଉଁଠି ତା ପ୍ରେମଟା ରହୁନି। ସେଇଠୁ ସିଏ ଚିତ୍କାର କରି କହୁଛି, ଶୁଣ ବିଶ୍ୱବାସୀ, ମୁଁ ମୋର ଈଶ୍ୱରଙ୍କୁ ଯେଉଁ ଈଶ୍ୱରଙ୍କୁ ଖୋଜୁଥିଲି ପାଇଯାଇଛି, ଆଉ ଈଶ୍ୱରଙ୍କୁ କେହି ଖୋଜିବା ଦରକାର ନାହିଁ। ଆଉ ଏଇ ଯେଉଁ ଆଇଲାଣ୍ଡ ତା ନାଁଟା ଦେଇଛି ୟାନା। ୟାନା ହେଉଛି ଗୋଟେ କୋଳି ଡାଲାର ନାଁ। ତାରି ପାଖରେ ସେଇଟା ପଡ଼ିଥିଲା, ତା ଜନ୍ମ ପାଖରେ ସେଇଟା ପଡ଼ିଥିଲା, ଯେଉଁଠି ପଡ଼ିଥିଲା ସିଏ ଆଦିବାସୀ ପାଖରେ ପାଳିତ ହେଇଛି, ମିଶନାରୀ ପାଖରେ ପାଳିତ ହେଇଛି, ପାଠ ପଢ଼ିଛି, ତାପରେ ଯାଇଛି ଗୋଟେ ଫରେନର ବ୍ରିଟିଶ ଲୋକ ପାଖରେ ଆଡପ୍ଟେଡ଼ ହେଇଛି, ଏମିତି ଏମିତି ହେଇକି ମୁସଲମାନ ପାଖରେ ଆଡପ୍ଟ ହେଇଛି, ସବୁଠୁ ପଳେଇଛି। କହୁଛି ମୁଁ କେଉଁ ଧର୍ମରେ ଦେଖିଦେବନି, ମୋର ଧର୍ମ, ଆଇ ଏମ୍ ନଟ୍ ମୁସଲିମ୍, ଆଇ ଏମ୍ ନଟ୍ ହିନ୍ଦୁ, ଆଇ ଏମ୍ ନଟ୍ ଖ୍ରୀଷ୍ଟିଆନ, ଆଇ ଏମ୍ ଏ ହ୍ୟୁମାନ୍। ଏହା ସେ କହୁଛି। ଯେଉଁଟା କ'ଣ କେବେ ହେବ, ଗୋଟେ ଶୃଙ୍ଖଳା ଆଣିବା ପାଇଁ ଜାତି ଧର୍ମ ନାଁ ଏଗୁଡ଼ା ସବୁ ହେଇଛି ନା। ଆଉ ସେ ଝିଅଟାର ନାଁ ଦେଇଛି ୟାନା। ସେ ଡାଲାଟା ହେଉଛି ତା ମାଆର ସଂକେତ। ମାଆକୁ ଖୋଜି ଖୋଜି ପାଇନି। ସେଠୁ ସେ କହୁଛି, ଶୁଣ ବିଶ୍ୱବାସୀ, ମୁଁ ଶେଷ ଈଶ୍ୱରଙ୍କୁ ପାଇଯାଇଛି। ଏ ଦ୍ୱୀପର ନାଁ ହେଉଛି ୟାନା ଆଇଲାଣ୍ଡ। ତମେ ଏଠିକି ଆସିପାର, ସମସ୍ତଙ୍କ ପାଇଁ ଆଇଲାଣ୍ଡର ଦ୍ୱାର ମୁକ୍ତ, କିନ୍ତୁ ଗୋଟେ ସର୍ତ୍ତରେ, ଏଠି ମନ୍ଦିର ମସଜିଦ୍ ଗିର୍ଜା ତୋଳା ହେବ ନାହିଁ। ଏଠି ନିଜ ନିଜର ବିଶ୍ୱାସକୁ ନେଇ ତମେ ଉପାସନା କରିପାର ମୁକ୍ତ ଆକାଶ ତଳେ। ଏଠି ଈଶ୍ୱର ମୁକ୍ତ, ମଣିଷ ବି ମୁକ୍ତ। ଆପଣ ଏଭଳି ଉପନ୍ୟାସ ଲେଖିବା ପାଇଁ କିଛି ଦ୍ୱାରା ଏମିତି ଉଦ୍ବୁଦ୍ଧ ହେଇଛନ୍ତି ନା କେବଳ ନିଜର ଭିତରର? ନାଇଁ, ଭିତରୁ ସେ ବାହାରିଛି। ଏଇ ପ୍ରତିକ୍ରିୟାଟା ମୋର ସବୁବେଳେ ହୁଏ ନା। ଗୋଟେ ପିଲାଟିଏ କେଉଁଠି ମିଳିଲା, ଆଜି ଡ୍ରେନ୍ରୁ ଗୋଟେ ପିଲା ମିଳିଲା, ଏମିତି ତ ହୁଏ ମୋର ପ୍ରତିକ୍ରିୟା। ସେଇଟା ମୋ ଭିତରେ ଥିଲା, ସିଏ ଗୋଟେ ବାହାରି ଆସିଲା ଗୋଟେ ଚରିତ୍ର ହେଇକରି। ଆଉ ସିଏ ପ୍ରତିଭାରେ ନିଜେ କ'ଣ ଶେଷ ଈଶ୍ୱର ପାଇଲେଣି? ପ୍ରତିଭାର ଈଶ୍ୱର ସବୁବେଳେ ମଣିଷ ଭିତରେ ପାଉଛନ୍ତି। ପ୍ରତ୍ୟେକ ମଣିଷ ଭିତରେ ଗୋଟେ ଗୋଟେ ସମୟରେ ଈଶ୍ୱର ଆବିର୍ଭୂତ ହୁଅନ୍ତି, ସବୁବେଳେ ନୁହଁ। ମୋର ଈଶ୍ୱରକୁ ନେଇକରି ବହୁତ ଗପ। ଗୋଟେ ଷ୍ଟୋରି, ସର୍ଟ ଷ୍ଟୋରି ଅଛି, ପୃଥକ ଈଶ୍ୱର। କଲିକତା ପ୍ଲାଟଫର୍ମରେ ପଡ଼ିଥିବା ଗୋଟେ ଭିକାରୀକି ନେଇକରି ମୁଁ ଅବଜର୍ଭ କରିକିରି ମୁଁ ସେଇଠି ଗଳ୍ପଟା ମୋ ମୁଣ୍ଡ ଭିତରକୁ ଆସିଛି। ତେଣୁ ମୋତେ ଯେଉଁ ପଚାରିଲେ ଈଶ୍ୱରକୁ ପାଇଲେଣି ନା କାହିଁକି, ଖୋଜୁଛି, ବେଳେବେଳେ ପାଇଯାଏ। ମାନେ କ'ଣ, ମଣିଷର ଯେଉଁ ସଦ୍ଗୁଣଟା, ସେ ଗୋଟେ ହେଉଛି ଐଶ୍ୱର୍ଯ୍ୟ ଗୁଣ। ସେଇ ମଣିଷ ଭିତରେ ବି ଖରାପ ଗୁଣ ଅଛି। ତେଣୁ ଏମିତି ଗୋଟିଏ ଚରିତ୍ର ମିଳିବେ ଯେ ଐଶ୍ୱର୍ଯ୍ୟ ସମ୍ପୂର୍ଣ୍ଣ ହେଇଥିବେ, ସେ ହେଉଛନ୍ତି ଈଶ୍ୱର। କିନ୍ତୁ ଯେଉଁ ଟିକେ ଟିକେ ସଦ୍ଗୁଣ ଆମର ଅଛି, ସେଇ ଈଶ୍ୱରଙ୍କୁ ଆମକୁ ବଞ୍ଚେଇକି ରଖିବାକୁ ପଡ଼ିବ। ନିଜ କଲମରେ ଆପଣ କେତେ ପରିବର୍ତ୍ତନ ଆଣିବା ପାଇଁ ଚାହିଁଛନ୍ତି, ଆଣିଛନ୍ତି? ସାହିତ୍ୟ ଦ୍ୱାରା ଯେଉଁ ପରିବର୍ତ୍ତନ ଆସେ ସେଇଟା ରାତାରାତି ଆସେନି। ଇଟ୍ ଇଜ୍ ସୋ ଗ୍ରାଜୁଆଲ, ଭେରି ସ୍ଲୋ, ଧୀରେ ଧୀରେ ସାହିତ୍ୟ ଦ୍ୱାରା। କିନ୍ତୁ ଗୋଟେ ଗୋଟେ ସାହିତ୍ୟ ରଚନା ଦ୍ୱାରା ମାକ୍ସିମ୍ ଗର୍ଗଙ୍କ ମା ପଲିଟିକାଲ ସିନାରିଓ ବଦଳେଇ ଦେଲା, ଦାସ କ୍ୟାପିଟାଲ, ଏସବୁ ରାଜନୈତିକ ପରିବର୍ତ୍ତନ ଆଣିଛି। ସାହିତ୍ୟ ଦ୍ୱାରା ପରିବର୍ତ୍ତନ ହୁଏ। ଆପଣଙ୍କୁ ମନେ ହୁଏ ଆପଣଙ୍କର କେଉଁ ରଚନାଟା କିଛି ଗୋଟେ ପରିବର୍ତ୍ତନ ଆଣିବାରେ ସହାୟକ ହେଇଛି? ମୋ ରଚନାର ତ ମୁଁ କେବେ ହେଲେ ବିଚାର ବେଶୀ କୋଉ ବହି ପଢିକିରି ବେଶୀ ଆପଣଙ୍କୁ ଫୋନ ଆସୁଥିବ? ଏବେ କୋଉ ଫୋନ ହେଲାଣି? ଗୋଟେ ଏକ୍ସାମ୍ପଲ ମୁଁ ଆପଣଙ୍କୁ ଦଉଛି। ମୋର ଗୋଟେ ଷ୍ଟୋରି ବାଜିଥିଲା ଏଥିରେ, କୋଉଥିରେ, ମୋର ଏକ କାହାଣୀ ନ୍ୟାସନାଲ ଟେଲିକାଷ୍ଟ ହଉଥିଲା ହିନ୍ଦୀରେ। ମୋର ଗୋଟେ କାହାଣୀ ନେଇଥିଲେ ଅବ୍ୟକ୍ତ। ସେ ଅବ୍ୟକ୍ତ ଷ୍ଟୋରିଟିରେ ହେଉଛି ଗୋଟେ ପିଲାଟିଏ ଗୋଟେ ଶାଲ୍ଟେ ଘରୁ ମିଳୁନି, ନୂଆ ଶାଲ୍ଟେ, ତା ସ୍ୱାମୀ ପାଇଁ ସେ ସ୍ତ୍ରୀ ଲୋକଟା ଆଣିଥିଲା। ଇଏ ଘରକୁ ତାର ଯାଇଛି, ସେ ଭାବୁଛି ସେଇ ନେଇ ପଳେଇଛି। ମାଗୁଥିଲା ମୋତେ ଶାଲ୍ଟା ଦେ, ମୋ ବାପାକୁ ଚିତ୍ତ କରୁଛି। ମୁଁ କହିଲି ହଉ କିଣିଦେବି। ସେ ଡାହାଣା ଭଳିଆ ଅନଉଥିଲା ସେ ଶାଲ୍କୁ, ଆଉ ସେଇ ତ ନେଇଯାଇଛି। ଆଉ ତାର ଗୋଟେ ଭାଇ ପୋଲିସ ଅଫିସର, ସେ କହୁଛି ଚାଲ, ଏତେ ସାହସ ତାର, ପାଖରେ କେଉଁଠି ଘର, ସେଠୁ ଜିପ୍ରେ ବସିକି ଯାଇଛନ୍ତି। ଗଲାବେଳକୁ ସେ ଖେଳୁଛି ବାଟୁଳି ଗୁଡ଼ା। କହିଲେ ଆରେ ତୁ ପଳେଇ ଆସିଛୁ କାହିଁକି? ନା କାହିଁକି ଯାଉନୁ? ବାପିଲେ ନାଇଁ ମୁଁ ଆଉ ଯିବିନି, ବାପା ବାହାକୁ ଛାଡ଼ି ଯିବିନି। ନା ହଉ ଯିବୁନି ତ ଯିବୁନି, କାର୍ଡ଼ ଶାଲ୍ କେଉଁଠିକି ରଖିଛୁ କାର୍ଡ଼? ନା ଆଜ୍ଞା କ'ଣ, ମୁଁ ତ କିଛି ଜାଣିନି। ନା ଜାଣିନୁ? ପାହାରେ ଦୁଇ ପାହାରେ ପକେଇଛି। ଆଜ୍ଞା ମୁଁ ଜମା କିଛି ଜାଣିନି, ମୁଁ କିଛି ଆଣିନି। ତା ବାପା ସେଠୁ ଯେତେବେଳେ ମାଡ଼ ବସି ତାକୁ ଟେକିକି ଆଣି ଗାଡ଼ିରେ ବସେଇଛି। କହିଲା ଚାଲ। ସେଠିକି ଚାଲିଗଲେ ପୋଲିସ ଖୋବା ଖାଇଲେ ପୁରା କେଉଁଠି କ'ଣ କରୁଛୁ ଜଣା ପଡ଼ିଯିବ। ବାପା ଦୌଡ଼ି ଆସି ତା ଗୋଡ଼ ଧରି ପକାଉଛି। କହୁଛି ଆଜ୍ଞା ଗରିବ ପିଲା, ଲୋଭରେ ପଡ଼ି ନେଇ ଆସିଥିଲା, ମାରନ୍ତୁନି ଆଜ୍ଞା। ନା ଏଡ଼େ ସାହସ! ମୋ ଭଉଣୀ ଆଣିଥିଲା ମୋ ଭିଣେଇ ପାଇଁ, ସେ ତାକୁ ଆଣିଛି ବାପା ପାଇଁ, ଦିଅ କାଢ଼। ନା ଆଜ୍ଞା ଗରିବ ଲୋକ, ଖାଇବାକୁ ନାହିଁ, ହାଟରେ ବିକିଦେଲି 500 ଟଙ୍କାରେ। ଟଙ୍କା କାଢ଼, କାଢ଼ ଟଙ୍କା। ସେଠୁ ଗାଁର ଲୋକ ଗଦା ହେଇ ପଡ଼ିଛନ୍ତି। ଚୋର ବୋଲି ପିଲାଟା ଚୋର, ଗାଁରୁ ଗୋଟେ ଚୋର ବାଲା। ସେ ଗାଁଟା ଚୋର ଗାଁ ନୁହଁ, ଗରିବ ଗାଁଟେ।
କିନ୍ତୁ ଚୋର ଗାଁ ବୋଲି ସେ ଗାଁକୁ କେହି ଜାଣିନଥିଲେ ଏଇଟା ଗୋଟେ ଚୋର ଗାଁ ବର୍ତ୍ତମାନ ହେଲା। ସେ ଗାଁର ଯିଏ ମୁଖିଆ ତା ଗୋଡ଼କୁ ସେ ଧରି ପକେଇଛି, କହିଲା 500 ଟଙ୍କା ଆଜ୍ଞା ଦେଇଥାନ୍ତୁ, ମୁଁ ଆପଣଙ୍କ ବିଲରେ କାମ କରିକିରି ସୁଝିଦେବି। ସେ 500 ଟଙ୍କା ଦେଇଛନ୍ତି ଏବଂ ଏମାନେ ଆଣିକିରି ଆସିଛନ୍ତି। ଇଏ କହୁଛି ଥାଉ ମୁଁ ସେମିତି ନେ ନା ନାଇଁ ନାଇଁ ଏମାନଙ୍କର ମୁହଁ ପଡ଼ିଛି, ଚୋର ଗୁଡ଼ା ଚୋର ଚୋର ନାଉ ଚୋର, କଖାରୁ ଚୋର, ଚୋର ଚୋର, ବଡ଼ା ଚୋର, ଏଗୁଡ଼ା ସବୁ ବଡ଼ ହେଲେ ବଡ଼ ବଡ଼ ଚୋର ହେବେ। ଘରକୁ ସେଠୁ ଆସିଛି, ମନ ଟିକେ ଗୁଡ଼ୁପୁଡ଼ ହେଉଛି। ସମର ଭ୍ୟାକେସନ୍ରେ ସେତେବେଳେ ତାକୁ ଗୋଟେ ସମୟ ମିଳିଛି, ତା ଥାକ ଫାକ ଯେତେବେଳେ ସଜାଡ଼ିଛି, ଟାଇପରାଇଟର ତଳେ ସଲ୍ଟା ଅଛି। ଟାଇପରାଇଟର ଘୋଷାରି ଆଣିଲାକୁ ସଲ୍ଟା ଖସି ପଡ଼ିଛି। ବହୁତ ମନ ଦୁଃଖ ହେଇଛି ଆଉ। ଆହା ଗରିବ ଲୋକଟାଠୁ 500 ଟଙ୍କା ନେଇକିରି ଆଇଲି। ସେଠୁ ସେ ଭାଇକି ଡକେଇକି କହୁଛି, ସେଠୁ ସିଏ କହୁଛି ଚାଲ ଯିବା ଗୋଟେ ସଲ୍ ନେବା ତା ବାପା ପାଇଁ, ଆଉ ଟଙ୍କା ତାକୁ ଦେବା, ତାକୁ ଆଣିକିରି ଆସିବା। ସେ ଭାରି ଭଲ କାମ କରୁଥିଲା। ସେଠୁ ଏମାନେ ସବୁ ଯାଇକି ସେ ଗାଁରେ ପହଞ୍ଚନ୍ତି। ଗାଁରେ ପହଞ୍ଚିଲା ବେଳକୁ ତା ଘରଟା ନାହିଁ, ଭାଙ୍ଗି ଭାଙ୍ଗି ଯାଇଛି। ସେମାନେ କହୁଛନ୍ତି କାଲୁଆ କୁଆଡ଼େ ଗଲା, ତା ଘର ଗାଁ ନା ସେ ଚୋରଟା ଆଉ ଏଠି ରହିବ ନା, ବାପାଟା ଜାଡ଼ରେ ମରିଗଲା କାମ କରି କରିକା। ଆଉ ବାପା ମଲା ପରେ ଗାଁ ଲୋକ ସବୁ ତାକୁ ବାଡ଼ାବାଡ଼ି କରିବାକୁ ହେଲେ, ମାରଧର କଲେ, ସବୁ ଚୋର ଚୋର ବୋଲି କହିଲେ। କୁଆଡ଼େ ଦିନେ ରାତିରେ ପଳେଇଛି, ଆଉ ତାର ପତା ନାହିଁ। ସେଇଠି ସେ ଭାଙ୍ଗି ପଡ଼ୁଛି, କାନ୍ଦୁଛି, ମୋ କାଲୁଆକୁ ଆଣି ମୋତେ ଦିଅ, ମୋ କାଲୁଆକୁ ଆଣି ମୋତେ ଦିଅ। ତେଣୁ ଏଇଟା ସମସ୍ତଙ୍କ ଜୀବନରେ ଘଟେ। ଆମେ ସାଙ୍ଗେ ସାଙ୍ଗେ କାହାକୁ ସନ୍ଦେହ କରୁ? ଘରୁ ଗୋଟେ ଜିନିଷଟା ଉଠିଗଲେ ଯିଏ କାମ କରିଥାଏ ତାକୁ ସନ୍ଦେହ କରୁ, କିନ୍ତୁ ସବୁବେଳେ ସେଇଟା ହୋଇନଥାଏ, ପୁଣି ପଛରେ ତାକୁ ମିଳେ। ତେଣୁ ଏଇ କାହାଣୀଟା ଯେତେବେଳେ ବାଜିଲା, ତୁମେ ଯେଉଁ ପଚାରୁଥିଲ ପରିବର୍ତ୍ତନ କଥା, ମୋତେ ବାଦାମବାଡ଼ିରୁ ଗୋଟେ ଫୋନ୍ ଆସିଲା। ମୁଁ ମନେ ନାହିଁ କିଏ ଫୋନ୍ କଲେ, କହିଲେ ଆଜ୍ଞା ପ୍ରତିଭା ରାୟ କହୁଛନ୍ତି? ମୁଁ କହିଲି ହଁ। ନା ଆଜ୍ଞା ମୋ ପିଲେଇ କାନ୍ଦୁଛନ୍ତି। ମୁଁ କହିଲି କାହିଁକି? ନା ଆଉ ଗୋଟେ ଭାଗ ଲେଖନ୍ତୁ, ସେ କାଲୁଆଟାକୁ ମିଳେଇ ଦିଅନ୍ତୁ, ଖୋଜି ଆଣନ୍ତୁ। ମୁଁ କହିଲି ଆରେ ସେ ତ ଗୋଟେ ଷ୍ଟୋରି, ତାକୁ ତ ସେ ନେଇଥିଲେ, ଆଉ ଗୋଟେ କ'ଣ ଲେଖିଲେ ସେ ତାକୁ କରିବେ? ନା ନାଇଁ ନାଇଁ ସେମାନେ ଭାରି କାନ୍ଦୁଛନ୍ତି, ଆପଣ ଯେମିତି ଲେଖନ୍ତୁ। ଆମ ଘର ଗୋଟେ ପିଲା କାମ କରୁଥିଲା ଯେ ସେ କମ୍ବଳ ଖଣ୍ଡେ ମାଗୁଥିଲା, ଆମେ ତାକୁ ଦେଇନୁ, ସେ ଯାଇଛି ଘରକୁ, ଆମେ କମ୍ବଳ ନେଇକରି କାଲି ଯାଉଛୁ ତା ଗାଁକୁ, ତାକୁ ଦେଇକରି ଆସିବୁ। ଏଇଟା କ'ଣ ମୋ ଲେଖକ ଜୀବନର ଗୋଟେ ବଡ଼ ପ୍ରାପ୍ତି ନୁହଁ? ଆପଣ ପ୍ରଥମେ କବିତା ଲେଖାରୁ ଆରମ୍ଭ କରିଥିଲେ, ତାପରେ ତ ଏକଦମ ଖାଲି ଗପ ଉପନ୍ୟାସ? ନାଇଁ ମୁଁ ଖାଲି ଗପ କୋଉଠି, ମୁଁ ଗପ ଭିତରେ କବିତା ଲେଖୁଛି ନା। ମୋ ନଭେଲ ଭିତରେ ମୁଁ କବିତା ଲେଖୁଛି, କବିତାରେ ନଭେଲ ଲେଖେ। ଆପଣଙ୍କୁ ମନେ ହୁଏନି ଯେ ଆପଣ କବିତାକୁ ହଜେଇ ଦେଇଛନ୍ତି? ନା ମୁଁ ଏବେ ବି କବିତା ଲେଖେ, ଲିରିକ୍ସ ତ ଲେଖୁଛି ବରାବର। ଆଉ ମୋର ଆପଣଙ୍କର ନେଇକି ଆପଣଙ୍କ ଗପ ବି ସିନେମା ହେଇଛି, ଉପନ୍ୟାସ ଆପଣଙ୍କର, ସେଥିରେ ଗୀତ ଆପଣ ଲେଖିଛନ୍ତି? ଲେଖିଛି। ଆପଣଙ୍କର କୋଉ ଉପନ୍ୟାସଟା ହେଇଛି ସିନେମା, ମାନେ ଯେତେବେଳେ ଗୋଟେ ପରିବର୍ତ୍ତନ ହେଲା? ଅପରିଚିତା। ହଁ, ଗୋଟେ ମାଧ୍ୟମରୁ ଆଉ ଗୋଟେ ମାଧ୍ୟମକୁ ହେଲା ଯେତେବେଳେ ଆପଣଙ୍କର ପରିବର୍ତ୍ତନ, ସେଇ ଉପନ୍ୟାସଟା କେମିତି ଆପଣ ଦେଖିଛନ୍ତି? ପରିବର୍ତ୍ତନ କେମିତି ହେଇଛି? ନାଇଁ ମୁଁ ଖୁସି ହେଇନି। ଖୁସି ନା, ସେଟା ଗୋଟେ ମିଳନାନ୍ତକ କରିଦେଲେ। ହିରୋ ନିଶ୍ଚୟ ହିରୋଇନକୁ ବାହା ହବ, ହିନ୍ଦୀ ସିନେମା କରିଦେଲେ ଆଉ। ଆଚ୍ଛା। କିନ୍ତୁ ସେଇଟା ବି ଗୋଟେ ସମସ୍ୟାକୁ ନେଇକିରି। ଆଗେ ସବୁ ଗାଁରେ ବେନାମୀ ଚିଠି ପଢ଼ିକିରି ବାହାଘର ଭାଙ୍ଗି ଯାଉନଥିଲା? ଆଜ୍ଞା। ସେଇ ସମସ୍ୟାକୁ ନେଇକିରି ଗୋଟିଏ ଉପନ୍ୟାସ ସିନେମା ହେଇଛି ଆପଣଙ୍କର? ଉପନ୍ୟାସଟା ସିନେମା ହେଇଛି, ଷ୍ଟୋରି 2ଟା ସିନେମା ହେଇଛି। ଯେ କୋଉଥିରେ ଆପଣଙ୍କୁ ଲାଗିନାହିଁ ଯେ ମୁଁ ମାନେ ସିନେମା ଆଉ ଗୋଟେ ମାଧ୍ୟମକୁ ଯିବା ଦ୍ୱାରା ମୁଁ ଏନହାନ୍ସ, ମାନେ ମୋର ଆହୁରି ଟିକେ ମାନେ ଶିଖରକୁ ଯାଇଛି ସେଇ ଲେଖାଟା? ସେମିତି ଲାଗେନି, ସେମିତି ଲାଗୁନି। ଅବ୍ୟକ୍ତର ଷ୍ଟୋରିଟାକୁ ବହୁତ ଭଲ କରିଥିଲା ସେ। ସେଇଟା ମୋତେ ଲାଗେ ଯେ ସିଏ ବୋଧେ ମୋ ଷ୍ଟୋରିଟାକୁ ଆହୁରି ବଢ଼ିଆ କରି ଡେପିକ୍ଟ କରିଛି। ହଁ, ଯେମିତିକି ମନେ ହୁଏ କି ଏଇଟା ଆହୁରି ବେଶୀ ଲୋକ ପାଖରେ ପହଞ୍ଚିଗଲା। ବହୁତ ଲୋକଙ୍କ ପାଖରେ ପହଞ୍ଚିଲା। ଯାହା ମୁଁ ମେସେଜ ଦେବାକୁ ଚାହୁଁଥିଲି, ସମସ୍ତଙ୍କ ପାଖରେ ଠିକ୍ ଭାବରେ ସେ ମେସେଜଟା ପହଞ୍ଚିଲା। ଆପଣ ନିଜେ ଲେଖିକା ହେବା ପରେ ଆଉ କାହାକୁ ପଢ଼ାନ୍ତି? ଏବେ ଆଉ ପଢ଼ୁନି, ପଢ଼ୁଥିଲି ଗୋଟେ ସମୟରେ, ପଢ଼ୁଥିଲି କାହାର ଇଂଲିଶ ପଢ଼େ ବେଶୀ, ବଙ୍ଗଳା ବେଶୀ ପଢ଼ିନି, ଯଦିଓ ପଢ଼ିପାରେ। କାହ୍ନୁବାବୁ, ଗୋପୀବାବୁ, ସୁରେନ୍ଦ୍ର ମହାନ୍ତିଙ୍କ ପରେ ଆଉ କାହା ଉପନ୍ୟାସ ପଢ଼ିବି? ଶାନ୍ତନାଚାର୍ଯ୍ୟଙ୍କର ବି ପଢ଼ିଛି। ବର୍ତ୍ତମାନର ଯୁବପିଢ଼ିଙ୍କର କାହାର ଆପଣ ପଢ଼ନ୍ତି, ଦେଖନ୍ତି କାହାର କ'ଣ ନୂଆ ଜିନିଷ କିଛି ଅଛି? ଯୁବପିଢ଼ିଙ୍କ ଉପରେ ତ ପଢ଼ିବାକୁ ବର୍ତ୍ତମାନ ବାଧ୍ୟ। ବର୍ତ୍ତମାନ ଯେଉଁ ଗୋଟେ ଉପନ୍ୟାସର ଯୁବ ଉପନ୍ୟାସମାନଙ୍କୁ, ଔପନ୍ୟାସିକମାନଙ୍କୁ ଗୋଟେ ପ୍ରାଇଜ୍ ଆରମ୍ଭ ହେଇଛି ଆମର, କେତୋଟି ବହି ଆସୁଛି, ତାକୁ ପଢ଼ିବାକୁ ପଡ଼ୁଛି। ସମ୍ଭାବନା ଅଛି ନିଶ୍ଚୟ, ଆମ ପିଲାମାନଙ୍କ ଭିତରେ ସମ୍ଭାବନା ଅଛି, ସିରିୟସ୍ ହେବାକୁ ପଡ଼ିବ। ଆପଣ ବିଶ୍ୱ ସାହିତ୍ୟକୁ ବହୁତ ଭଲ ଭାବରେ ଜାଣିଥିବେ, ଯେତିକି ଆପଣଙ୍କର ଖୁବ ଭଲ ଭାବରେ ଜାଣିନି, ବହୁତ ବହି ପଢ଼ିଛି ମୁଁ। ବିଶ୍ୱ ସାହିତ୍ୟରେ ଓଡ଼ିଆ ସାହିତ୍ୟ କୋଉଠି ରହିବ ଯାଇକି? ବିଶ୍ୱ ସାହିତ୍ୟରେ ଓଡ଼ିଆ ସାହିତ୍ୟର ସ୍ଥାନଟା
एते किछि खराब नुहे कथा ହେଲା ଆମର ସେଭଳି ରିପ୍ରେଜେଣ୍ଟେସନ୍ ହେଇପାରୁନି ପୋଏଟ୍ରି ହଉ ବା ନଭେଲ ହଉ ଗୋପୀ ବାବୁଙ୍କ କଥା କୁହନ୍ତୁ ଆମର ସେ ରିପ୍ରେଜେଣ୍ଟେସନ୍ କରିବାର ଯେଉଁ ବାଟଟା କାହାରିକି ଜଣା ନାହିଁ ହଉନି ରିପ୍ରେଜେଣ୍ଟେସନ୍ ହେଇପାରୁନି। ଏଇଠି ଯେତେବେଳେ ପୁରସ୍କାର କଥା ପଡ଼ିଛି ପୁରସ୍କାର ଜଣେ ଲେଖକଙ୍କୁ ଆକଳନ କରାଏ ନା ପୁରସ୍କାର ତ ଗୋଟେ ଆକଳନ ମୋଟେ ନୁହେଁ ପୁରସ୍କାର ହେଉଛି ଗୋଟେ ରେକଗ୍ନିସନ୍ ଯେ ୟୁ ଆର୍ ରାଇଟିଂ ଭେରି ଗୁଡ୍ ଗୋ ଅନ୍ ରାଇଟିଂ। ଆପଣଙ୍କୁ ବହୁତ ଗୁଡ଼ିଏ ରିକଗ୍ନିସନ୍ ମିଳିଛି ବହୁତ ପୁରସ୍କାର ଆପଣ ଜ୍ଞାନପୀଠ ବିଜୟିନୀ ଓଡ଼ିଆ ସାହିତ୍ୟରେ ଆମର ଯାହା ଯାହା ଯେମିତି ମାନେ ସାହିତ୍ୟ କ୍ଷେତ୍ରରେ ଓଡ଼ିଆ ସାହିତ୍ୟ ନୁହଁ ସାହିତ୍ୟ କ୍ଷେତ୍ରରେ ଆପଣ ପଦ୍ମଶ୍ରୀ ଆମର କେନ୍ଦ୍ର ସାହିତ୍ୟ ଏକାଡେମୀ ମୂର୍ତ୍ତି ଦେବୀ ବହୁତ ଗୁଡ଼ା କେମିତି ମାନସିକତା ଆପଣଙ୍କର ହେଇଛି ଯେଉଁ ମାନେ କେମିତି ଲାଗେ କିଏ ପିଠି ସାଉଁଳେଇ ଦେଲା ବା ତୁ ଆହୁରି ଆଗକୁ ଯା କି ଆଉ ଭଲ ଲାଗେ ଯେଉଁଟା ଆପଣ କହିଲେ କେମିତି ଏଇ ଯେଉଁ ପୁରସ୍କାର ଗୁଡ଼ିକ ନା ପୁରସ୍କାର ଗୁଡ଼ିକ ଗୋଟିଏ ଗୋଟେ ବୋଝ ତମ କାନ୍ଧ ଉପରେ ସେ ବସନ୍ତି ବସିକିରି ତମକୁ ଦାୟିତ୍ୱ ଦିଅନ୍ତି ଯେ ତମ କାମ ସରିନି ତମ ହାତ ଚାଲୁଥିବା ଯାଏ ମୁଣ୍ଡ ଚାଲୁଥିବା ଯାଏ ଆଖି ଚାଲୁଥିବା ଯାଏ ତମେ ଲେଖିବ କାରଣ ଆମେ ତମକୁ ଏଗୁଡ଼ା ଦେଇଛୁ ଖୁସି ହୁଏନି ବୋଲି ମୁଁ କହିବିନି ଯେ ମୁଁ ଖୁସି ହୁଏ ନାହିଁ କିନ୍ତୁ ଉଲ୍ଲସିତ ହେଇ ପୁଲକିତ ହେଇ ପାଗଳ ହେଇଗଲା ଭଳିଆ କଥା ନୁହେଁ। ଆମେ କଥା ଭିତରେ ବହୁତ ଥର ପ୍ରେମକୁ ନେଇକି କଥା ହେଲେ ପ୍ରେମକୁ କୋଉଠି ରଖିବେ ଆପଣ ସର୍ବାଗ୍ରେ କେମିତି ସବୁଠି ପ୍ରେମ ମୋ ପ୍ରେମର ପରିଭାଷା ଯାହା ସେ ପ୍ରେମ ତ ମୋତେ ମିଳୁନି ନା ଆଜ୍ଞା ପ୍ରେମରୁ ଜୀବନର ସୃଷ୍ଟି ପ୍ରେମରୁ ପୃଥିବୀ ସୃଷ୍ଟିଛି ପ୍ରେମରୁ ଅନ୍ୟାୟ ଅନୀତି ଦୂର କରାହେଉଛି କିଛି ଲୋକ କରୁଛନ୍ତି ଆଜ୍ଞା ପ୍ରେମ ମାନେ କ'ଣ କରୁଣା ସହାନୁଭୂତି ମୋର ସାହିତ୍ୟର ଡେଫିନେସନ୍ ମୁଁ କହେ ସବୁବେଳେ ସାହିତ୍ୟ ହେଉଛି ଜୀବନରେ ଯେଉଁ ଅନୁଭୂତି ହେଇଛି ଅନୁଭୂତିରୁ ଲବ୍ଧ ଉପଲବ୍ଧିର ସୂକ୍ଷ୍ମ ସକାରାତ୍ମକ ଅଭିବ୍ୟକ୍ତି ହେଉଛି ସାହିତ୍ୟ ସକାରାତ୍ମକ ଶବ୍ଦ ଭିତରେ ରହିଲା ପ୍ରେମ କରୁଣା ଦୟା ସବୁ କ୍ଷମା ସବୁ ଲେଖକକୁ ମାତୃଭାବ ଧାରଣ କରିବାକୁ ପଡ଼ିବ ଲେଖକ ଗୋଟେ ମା ତା ଭିତରେ ଗୋଟେ ଆଇଡ଼ିଆ ହଠାତ୍ ସ୍ଥାନିତ ହେଲା ସେଟା ହେଲା ଭ୍ରୂଣ ସେ କିଛି ଦିନ ସମୟ ମାଗିଲା ମାଚ୍ୟୋର୍ଡ ହେବା ପାଇଁ ଆଜ୍ଞା ସେଟା ହେଲା ଇନକ୍ୟୁବେସନ୍ ପିରିୟଡ଼ 9 ମାସ କି କ'ଣ ମାଆର ତ ହେଲେ 9 ମାସ ଏ ଯେଉଁ ପ୍ରେମର ଏ ଯେଉଁ ଲେଖକର ଭ୍ରୂଣ ସେ ଭ୍ରୂଣଟି 9 ମାସ ନେଇପାରେ 9 ବର୍ଷ ନେଇପାରେ 21 ବର୍ଷ ନେଇପାରେ ତାର କିଛି ପ୍ରେଡିକ୍ସନ୍ ନାହିଁ ତେଣୁ ସେଇ ଭ୍ରୂଣଟି ମାଚ୍ୟୋର୍ଡ ହେଇକିରି ସେଟା ରକ୍ତକ୍ଷରଣ କରିକିରି ଜନ୍ମ ନିଏ ତେଣୁ ସେ ମାଟି ତାର ମାଆର ଅନୁଭବ ଭିତରେ ସେ ପିଲାଟିକୁ ଜନ୍ମ ଦେଉଛି ଲେଖକ ଗୋଟେ ବାପା ନୁହଁ ଲେଖକ ଯେତେବେଳେ ସୃଷ୍ଟିରେ ଅଛି ସେ ଗୋଟେ ମା ମାତୃଭାବ ମାନେ କ'ଣ ମାତୃଭାବରେ ପ୍ରତିହିଂସା ନାହିଁ ପିଲାଟା ଦୁଷ୍ଟ ହେଇକିରି ଆସିଛି ବୋଲି ଆମେ କ'ଣ ପ୍ରତିହିଂସା କରିବା ତା ପ୍ରତି ନା କହିବା ଏହାର କ୍ଷତି ହଉ ଆମେ ତାକୁ ଚଟଣୀରେ ପକେଇବା ହଁ ତାକୁ ସୁଧାରିବା ପାଇଁ ଏବଂ ତାକୁ ପୁଣି ଗେହ୍ଲା କରିବା ତାକୁ ବାଟକୁ ଆଣିବା ଏଇ ହେଉଛି ମା ଏଇ ହେଉଛି ଲେଖକର କାମ ସେ ଲେଖକ ଏମିତି ଲେଖିବ ଯେ ଗୋଟେ ଦୁଷ୍ଟ ଚରିତ୍ରଟେ ତା ପାଇଁ ବି ଲୋକ କାନ୍ଦିବେ ପାଠକ କାନ୍ଦିବ ତା ପାଇଁ ଆଜି ଯେତେବେଳେ କଥା ଉଠୁଛି ଓଡ଼ିଆ ଭାଷା ହଜିଯିବ ଆଗକୁ କେହି ପଢ଼ିବେନି ଆପଣ କ'ଣ କହିବେ ନା ମୁଁ ଭାବୁଛି ଯେ ହଜିବନି କିନ୍ତୁ ହଜି ଯାଉଛି ଏଇଥିପାଇଁ ଯେ ଏତେ ଇଂଲିଶ ଶିକ୍ଷାର ପ୍ରସାରଣ ହେଲାଣି କେବଳ ଓଡ଼ିଆ ଭାଷା ନୁହେଁ ବିଶ୍ୱର ତ ଅଲଗା ଅଲଗା ଭାଷା ଅଛି ନା ତେଣୁ ସବୁ ଭାଷାର ବର୍ତ୍ତମାନ ସ୍ଥିତି ସେଇଆ କିନ୍ତୁ ମୋର ବିଶ୍ୱାସ ଲେଖକ ତ ବଞ୍ଚିବ ନା ଗୋଟିଏ ଲୋକ ଓଡ଼ିଆ ଯଦି ପଢ଼ୁଥିବ ଓଡ଼ିଆରେ କଥା କହୁଥିବ ତାହେଲେ ଓଡ଼ିଆ ଭାଷା ବଞ୍ଚିବ। ଆପଣଙ୍କର ପ୍ରଥମ ଉପନ୍ୟାସ ଗୁଡ଼ା ଯେତେ ପରିମାଣରେ ବିକ୍ରି ହେଉଥିଲା ଏବେ କମିଛି ନା ବଢ଼ିଛି ବିକ୍ରି ହେଉଛି ତ ସବୁଠୁ ବେଶୀ ଆଶ୍ଚର୍ଯ୍ୟ ଲାଗୁଛି ଆଜ୍ଞା ବେଶୀ ବିକ୍ରି ହେଉଛି ପୂର୍ବ ଅପେକ୍ଷା ତାର କାରଣ ଯିଏ ପଢ଼ୁଥିଲେ ସେଇ ତ କିଣୁନାହାନ୍ତି ତାମାନେ ନ୍ୟୁ ଜେନେରେସନ୍ ତାକୁ କିଣୁଛନ୍ତି ସାକ୍ଷରତା ବଢ଼ୁଛି ଗାଁ ଗହଳର ସ୍ତ୍ରୀ ଲୋକମାନେ ପୁରୁଷ ଲୋକମାନେ ସବୁ ପଢ଼ିପାରୁଛନ୍ତି ତେଣୁ ଯାଜ୍ଞସେନୀ ବହିଟାରେ ବେଶୀ ସବୁ ଏଡ଼ିସନ୍ 15, 25, 26, 30 ଏମିତି ଏଡ଼ିସନ୍ 40 ଏଡ଼ିସନ୍ ହେଲାଣି ବର୍ଷା ବସନ୍ତ ବୈଶାଖ। ଆପଣଙ୍କୁ ଯଦି ଆପଣଙ୍କର ଯେତେ ସବୁ ଉପନ୍ୟାସ ବା ଗଳ୍ପ ସଂକଳନ ଲେଖିଛନ୍ତି କେଉଁଟା ଗୋଟେ ମନେ ହୁଏ କି ଏଇଟା ଆଉ ଥରେ ମୁଁ ଲେଖନ୍ତି ନା ଦ୍ୱିତୀୟ ଥର ଲେଖିଲେ ଆଉ ହେବନି ଗୋଟେ ଧାଡ଼ି ବି ହେବନି ବରଂ ସେଇଟା ଭଲ ହେବ ଆଉ ସେଭଳି ଭଲ ହେବନି ହେବ ନାହିଁ ନିଜ ଲେଖାକୁ କେତେ ଥର ପଢ଼ନ୍ତି ଆପଣ ବେଶୀ ପଢ଼େ ଲେଖି ସାରିବା ପରେ ପ୍ରୁଫ୍ ରିଡ଼ିଂ କରେ ପ୍ରୁଫ୍ ରିଡ଼ିଂ ପୁରା ପୂର୍ଣ୍ଣାଙ୍ଗ ରୂପ ନେଇଗଲା ପରେ ଥରେ ପଢ଼ିଲେ ମୋର ଅସୁବିଧାଟା କ'ଣ ହେଉଛି ଜାଣିଛ ପଢ଼ିଲେ ପୁଣି କାଟେ ସେଇଟା ମୋର ବି କାଟିକିରି ଆଉ ଗୋଟେ କ'ଣ ସେଠି ଶବ୍ଦଟେ ବସେଇଦେବି ତେବେ ସେଇ ସମୟରେ ଯାହା ପଢ଼େ
ବହି ହେଇକିରି ଆସିଲା ପରେ ଆଉ ପଢ଼େନି, କେବଳ ପଢ଼େ ଏଇଥିପାଇଁ ବେଳେବେଳେ ପୃଷ୍ଠା ଉଲ୍ଟେଇ ଦିଏ ମଝିରେ ମଝିରେ, କାଳେ କୋଉଠି ମାନେ ପ୍ରିଣ୍ଟିଂ ଏରର କରିଥିବେ କି କ'ଣ ପ୍ରୁଫ୍ ରିଡ଼ିଂରେ କୋଉଠି ଅସୁବିଧା ହେଇଥିବ, ସେମିତି ପୁରାଟା ବହି ଯଦି ପଢ଼ିବି ଆଉ ଲେଖିବି କେତେବେଳେ। ଆପଣ ଯେତେବେଳେ ଗୋଟେ ବହି ପରେ ଆଉ ଗୋଟେ ବହି ତିଆରି କରନ୍ତି, ପୂର୍ବ ବହିର କିଛି ବି ମନରେ ନଥାଏ? ନଥାଏ, ନା ଭୁଲି ଯାଇଥାଏ ସବୁ। ଭୁଲି ଯାଇଥାନ୍ତି। ଆପଣଙ୍କ ନାଁ ପ୍ରତିଭା, କିନ୍ତୁ ଏମିତି କାମ କରିଛନ୍ତି ଯେ ପ୍ରତିଭାମୟ କାମ, ଏମିତି ଗୋଟେ ସଂଯୋଗ ବୋଲି କେବେ ଭାବିଛନ୍ତି ନିଜ ନାଁକୁ ନେଇକି? ନା ସେମିତି ସଂଯୋଗ ଭାବିନି କିଛି, ବାଇଚାନ୍ସ ପ୍ରତିଭା ହେଇଛି। ପୁଣି ପ୍ରତିଭା ପଛରେ ବି ଗୋଟେ ଛୋଟ ଷ୍ଟୋରି ଅଛି। ହଁ, ସେଇଠି ବାପା ଗୋଟେ ହାତ ଲେଖା ମ୍ୟାଗାଜିନ୍, ବାପା ତ ଲେଖା ଲେଖି କହୁଥିଲେ, ତାଙ୍କର ସେଇଟା ଟେଷ୍ଟ ଥିଲା, ସେ ଗୋଟେ ହାତ ଲେଖା ମ୍ୟାଗାଜିନ୍ ବାହାର କରୁଥିଲେ, ତା ନାଁଟା ଥିଲା ପ୍ରତିଭା। ଆଚ୍ଛା, ସେ ଅଳ୍ପ କେତେଟା ସଂଖ୍ୟା ବାହାରିକିରି ବନ୍ଦ ହେଇଯାଇଥିଲା। ତାଙ୍କ ମନରେ ସେଇଟା ବୋଧେ ଥିଲା ଦୁଃଖ, ଗୋଟେ ଝିଅଟେ ହେଲା ପରେ ମୋ ବଡ଼ ଭଉଣୀ ନା, ଆମର ସବୁ ପିଲାଙ୍କ ନାଁ ପ୍ରରେ। ଆଚ୍ଛା, ବାପାଙ୍କ ନାଁ ପରଶୁରାମ, ପ୍ରଶାନ୍ତ, ପ୍ରଭାତ, ପ୍ରମିଳା, ପ୍ରଣତି, ପ୍ରଗତି ଆଉ ପ୍ରଭାତୀ, ଆଉ ମୋ ନାଁ ପ୍ରତିଭା। ସେଠୁ ମୋ ନାଁ ପ୍ରତିଭା ହେଲା, ଠିକ୍ ଅଛି। ସ୍କୁଲରେ ସବୁବେଳେ ବହୁତ ପ୍ରତିଭା, କଲେଜରେ ବହୁତ ପ୍ରତିଭା, ସ୍କୁଲରେ ବହୁତ ପ୍ରତିଭା, ଭାରତ ବର୍ଷ ସାରା ପ୍ରତିଭା। ସ୍କୁଲରେ ପ୍ରତିଭା, ତାପରେ ପ୍ରତି କ୍ଷେତ୍ରରେ ପ୍ରତି ସାହିତ୍ୟ କ୍ଲାସରେ ପ୍ରତିଭା 2-4 ଥର ନିଶ୍ଚୟ ଉଚ୍ଚାରଣ ହେବ। ଏ ଲେଖକଙ୍କର ଏ ପ୍ରତିଭା ଥିଲା, ଅମୁକ ଥିଲା, ସମୁକ ଥିଲା। ମୋତେ ଭାରି ରାଗ ଲାଗେ ଯେ ମୋରି ନାଁଟା କାହିଁକି କୁହାହେଉଛି ବୋଲି। ବାପାଙ୍କୁ ଆସି ପଚାରିଲି, ବାପା ଗୋଟେ ଭଲ ନାଁ ଦେଲନି, ଅତି କମନ୍ ନାଁଟେ ସମସ୍ତଙ୍କର। ବାପା କହିଲେ ଏଇଟା ଭଲ ନାଁ ନା, ପ୍ରତିଭା ମାନେ ଜାଣିଛୁ, ପ୍ରତିଭା ମାନେ ହେଉଛି ଏଇଆ, ଏଇଟା ବହୁତ ଭଲ ନାଁ। ଏଇ ଗୋଟେ ଘଟିଥିଲା। ଅଥଚ ସେ ଆପଣ ସେଇଦିନ ସ୍ଥିର କରିଥିଲେ କି ମୋ ନାଁକୁ ମୁଁ ଏମିତି ଭାବରେ ନା ନା ପ୍ରତିପାଦିତ କରିକି ଦେଖେଇବି? ନା, ଅସମ୍ଭବ, ସେମିତି ସ୍ଥିର କରିକି କରିପାରିବ ନା। ଆପଣଙ୍କ ପବ୍ଲିକେସନ ନାଁ ହେଉଛି ଆଦ୍ୟା ପ୍ରକାଶନୀ, ଆପଣଙ୍କ ବଡ଼ ଝିଅର ନାଁ ଆଦ୍ୟାଶା, ଏମିତି କିଛି ଭାବିକି ରଖିଛନ୍ତି? ଗୋଟିଏ ତ ଝିଅ, ସେ ଆଦ୍ୟା ସାହା ବୋଲି ତ ଆଦ୍ୟା ପ୍ରକାଶନୀ ପ୍ରଥମ ଝିଅ ସିଏ, ଆଜ୍ଞା। ତେଣୁ ଆଦ୍ୟା ପ୍ରକାଶନୀ ତାରି ନାଁରେ ଦିଆହେଇଛି। ଆପଣ ଲେଖି ସାରିଲେ ମାନେ ଆପଣଙ୍କର ପ୍ରଥମ ପାଠକ କିଏ ଏମିତି ଅଛନ୍ତି? ଡିଟିଭି ସେମାନେ ଭାରି ମନ ଦେଇକିରି ପଢ଼ନ୍ତି। ନା ଆଉ କାହାକୁ ପ୍ରଥମ ପାଠକ ମାନେ କାହାକୁ ଦେଖେଇକି ପଚାରନ୍ତି କି? ମାନେ ନାଇଁ, କେବଳ ଶେଷ ଈଶ୍ୱରଟା ନୁହଁ, ପ୍ରାପ୍ତେଷୁ ପୃଥିବୀଟା ଯେତେବେଳେ ଲେଖିଲି, ଦ୍ୱିତୀୟ ଭାଗ ସେଇଟା ଶେଷ ଈଶ୍ୱରର। ମୋର ସାଙ୍ଗ ସେ ଯେଉଁ ଅଗସ୍ତ୍ୟ ମହାନ୍ତି, ସେ କହିଲା କାହିଁ ଗୋଟେ ପୁଣି ଆଉ ଗୋଟେ ଲେଖୁଛୁ, ସେ ପ୍ରାପ୍ତେଷୁ ପୃଥିବୀଟା ଶେଷ ଈଶ୍ୱର ଭଳିଆ ଜମା ହେବନି, ଲେଖନା। ମୁଁ କହିଲି ପାଠକମାନଙ୍କର ଡିମାଣ୍ଡ, ପୁଅମାନଙ୍କର ଡିମାଣ୍ଡ। ନାତୁଣୀ କହୁଛି ଯେ ଗୋଟେ ଆଇଲ୍ୟାଣ୍ଡରେ ଜଙ୍ଗଲ ଭିତରେ ଏଡ଼େ ସୁନ୍ଦର ଛୁଆଟାକୁ ଧରି ସେ ବୁଲୁଛି ଯେ, ସେ ମାସାକ ନୋମାଡ, ତା ନାଁ ମାସାକ ନୋମାଡ। ମାସାକ ନୋମାଡ ବୁଲିଲା ଯେ ସେଠି ତ ମଲ୍ ନାହିଁ, ସ୍କୁଲ ନାହିଁ, ନଥିଙ୍ଗ ଇଜ୍ ଦେୟାର। ତାକୁ ସେ କ'ଣ କରିବ, କ'ଣ ଶିଖିବ, କ'ଣ କରିବ, ସେ କାହିଁକି ସେଠି ସେ ରହିଲା? ଏମିତିଆ କୋଶ୍ଚିନ୍ ସବୁ ମୋ ନାତି ନାତୁଣୀମାନେ ମଧ୍ୟ କଲେ। ସେ କ'ଣ ପାଠ ପଢ଼ିବନି? ଟିକେ ଆପଣଙ୍କୁ ପ୍ରେରିତ କଲା ଦ୍ୱିତୀୟଟା ଲେଖିବା ପାଇଁ? ହଁ, ଆଉ ପାଠକମାନେ ବି ଲେଖିଲେ। ଏମିତି ଗୋଟେ କ'ଣ ଅଧାରୁ ଛାଡ଼ିଦେଲେ? ମୁଁ କହିଲି ମୋର ସବୁ ଉପନ୍ୟାସ ଅଧା, ଏମିତି ବି କୁହେ। ନାଇଁ ଆପଣ ଆରମ୍ଭ କରନ୍ତୁ, ଆମକୁ ଖରାପ ଲାଗୁଛି, ୟାନା ଭଳିଆ ଗୋଟେ ଝିଅଟେ, ତାକୁ ଜଙ୍ଗଲରେ ଧରିକି ସେ ବୁଲୁଛି ପାଗଳାଟା, ଏମିତି ସବୁ କହିଲେ। ମୁଁ ସେଠୁ ସେତେବେଳେ ଟିକେ, ମୁଁ କେବେ ଭାବେନି ଯେ ଦ୍ୱିତୀୟ ଭାଗ କରିବି, କହିଲେ ଏଇଟା କରିବାକୁ ପଡ଼ିବ, ୟାନାର କ'ଣ ହେବ ଭବିଷ୍ୟତ, ଏଇଆ ଭାବିକିରି ସେଟାକୁ ଲେଖିଲି। ଯେତେବେଳେ ଲେଖିଲି ତାକୁ କହିଲି ମୁଁ ଲେଖୁଛି ଦ୍ୱିତୀୟ ଭାଗ ନା। କାହିଁକି? ହଁ, କାହିଁକି ଲେଖୁଛୁ? ତୁ ଲେଖୁଛୁ, ସେ କ'ଣ ହେବ? ସେ ମାଟିର ମଣିଷ ଆଉ ଲୁହାର ମଣିଷ ଭଳିଆ ହେବ। ମୁଁ କହିଲି ଚେଷ୍ଟା କରିବା, ଦେଖିବା। ସେଇଟାକୁ କେବଳ ତାକୁ ପଢ଼ିବାକୁ ଦେଇଥିଲି, ନହେଲେ ଆଉ କୌଣସି ଲେଖା ଆପଣ ସିଧା ପଢ଼ିକି ମାନେ ଲେଖି ସାରିକି ଡିଟିଭି ଆଉ କରିବା ପାଇଁ? ଖାଲି ତୁ ପଢ଼, ତା ସାଙ୍ଗରେ ମ୍ୟାଚ୍ କରୁଛି କି ନାହିଁ। ସେ କହିଲା ବଢ଼ିଆ ହେଇଛି। ଗୋଟେ ପରିପୂର୍ଣ୍ଣ ଶବ୍ଦ ସବୁବେଳେ ବ୍ୟବହୃତ ହୁଏ, ଆପଣଙ୍କ ନାଁ ପଛରେ ସେ ପରିପୂର୍ଣ୍ଣ ଶବ୍ଦଟା ଲାଗିବ? ପ୍ରତ୍ୟେକ ମଣିଷ ଅସମ୍ପୂର୍ଣ୍ଣ, ପ୍ରତ୍ୟେକ ଲେଖକ ଅସମ୍ପୂର୍ଣ୍ଣ, ପ୍ରତ୍ୟେକ ଲେଖା ବି ମୁଁ କହିବି ଅସମ୍ପୂର୍ଣ୍ଣ। ଅସମ୍ପୂର୍ଣ୍ଣତା ହିଁ ଲେଖକର ନିୟତି, ଅସମ୍ପୂର୍ଣ୍ଣତାରେ ସେ ଛଟପଟ ହେଉଥାଏ। ତେଣୁ ବହୁତ କଥା ଅଛି ଲେଖିବାକୁ, ଆମେ ଲେଖିପାରୁନୁ, ସବୁ ପ୍ରକାଶ କରିପାରୁନୁ। ତାପରେ ଗୋଟେ କଥା ହେଲା, ଯାହା ସବୁ ଘଟିଯାଉଛି ଚାରିପଟେ ଆମର ଶବ୍ଦର ବହୁତ ଅଭାବ। ଆମେ ବହୁତ କମ୍ ଶବ୍ଦ ନେଇକରି କାରବାର କରୁଛୁ, ଆମର ବହୁତ ଶବ୍ଦ ହଜିଗଲାଣି। ତେଣୁ ଲେଖକର ଗୋଟେ ସବୁବେଳେ ଅସମ୍ପୂର୍ଣ୍ଣତା ରହେ। ଅଫସୋସ ଅଛି ଆପଣଙ୍କର? ଅଫସୋସ କାହାର ନଥାଏ, କିନ୍ତୁ ମୁଁ ଠାକୁରଙ୍କ ପାଖରେ ଈଶ୍ୱର କିଏ ମୁଁ ଜାଣିନି। ମୁଁ ଗୋଟେ ରକ୍ଷଣଶୀଳ ନୁହେଁ, କିନ୍ତୁ ଆସ୍ତିକ। ଏମିତି ରକ୍ଷଣଶୀଳତା ମୋ ଭିତରେ ନାହିଁ ଯେ ଅମୁକ ଏକାଦଶୀ ହେବ, ସେ ଏତିଟା ଫୁଲ ଆସିବ, ସେତିକିଟା ନଡ଼ିଆ ଦରକାର, ସେମିତି କିଛି ନାହିଁ। ମୋର ତାଳି ମାରିଦେଲେ ପୂଜା। ନା ଚାକିରି ତ କରିଥିଲି ନା, କଲେଜ ଯାଉଥିଲି, ପିଲାଙ୍କୁ ସ୍କୁଲରେ ଛାଡ଼ୁଥିଲି, ଏସବୁ ଭିତରେ କେଉଁଠି ପୂଜା କରିବି? ଧର ସୁଦଶା ବ୍ରତ,
ଶାଶୁଙ୍କୁ ପଚାରେ ଶାଶୁ ପଚାରେ କ'ଣ କରିବୁ ବୋଉ, ସେ କହନ୍ତି କିଛି ନାହିଁ ବ୍ରତରେ 10ଟା ଗଣ୍ଠି ପକେଇଦେବୁ, ଆଉ ନଡ଼ିଆ ଟିକେ ଗୁଡ଼ ଗୋଳେଇକିରି ଛୋଟିଆ ଛୋଟିଆ 10ଟା ଥୋଇଦେବୁ, ଫୁଲ 8-10 ପ୍ରକାର ନେଇ ଆସିବୁ, ପୂଜା କରିଦେବୁ, ଯିବୁ। ମୁଁ କହିଲି ଖାଇବି କ'ଣ, ମୁଁ ତ ପିଠା ପିଠା କରିପାରିବିନି, ବେଳ ହେବନି। ସିଏ ସେଠୁ କହିଲେ ମୋତେ, କହିଲେ ଆଉ କ'ଣ ଖାଇବୁ, ତୁ ତ କରିପାରିବୁନି, କଲେଜକୁ ଯିବୁ, ତୁ ଗୋଟେ କାମ କର, ଅନ୍ନ ଖାଇବୁନି ସେଦିନ। ମୁଁ କହିଲି ଆଉ କ'ଣ ଖାଇବି, ନା ଟିକେ ହଳଦୀ ପକେଇଦେବୁ ସେଥିରେ। ମୁଁ କହିଲି ସେଥିରେ କ'ଣ ହେବ ବୋଉ, ନା ଆଉ ସେଟା ଅନ୍ନ ହିଁ ରହିଲାନି ନା, ହଳଦୀ ପଡ଼ିଗଲା। ଏଇଭଳିଆ ଜିନିଷକୁ ମୁଁ କୋଶ୍ଚିନ୍ କରେ, କିନ୍ତୁ ଶାଶୁଙ୍କୁ କରେନି, ହସେ ମନେ ମନେ। ତେଣୁ ଅଫସୋସ ଅଛି। ଅଫସୋସ ତ ବହୁତ ଅଛି ମଣିଷ ଜୀବନରେ। କ'ଣ ସବୁ କଥା କ'ଣ ମଣିଷ ପୂର୍ଣ୍ଣ ହୁଏ? ତମ ଚରିତ୍ରକୁ ତୁମେ ଯାହା ହେବାର କରୁଥିଲ ସେଟା ହେଇପାରିଲାନି। ତମ ପିଲାଙ୍କୁ ଥର ଆହୁରି କ'ଣ ଭାବିଥିବ, ଆହୁରି କ'ଣ କ'ଣ ଭାବିଥିବ ପିଲାଙ୍କୁ ନେଇକରି, ସବୁ କ'ଣ ହେଇପାରେ? କିନ୍ତୁ ମୋ ଜୀବନରେ ମୋତେ ପାଠକୀୟ ଶ୍ରଦ୍ଧା ଯେତିକି ମିଳିଛି, ପୁରସ୍କାର କଥା ଛାଡ଼, ମୋତେ ରେକଗ୍ନିସନ୍ ଦେଇଛି ମୋ ଦେଶ। ମୁଁ ଯେମିତି ଟିକେ ଆଗରୁ ଆପଣଙ୍କୁ କହୁଥିଲି କି ଆପଣଙ୍କୁ ବା ଆପଣଙ୍କ ବହି ବିକେଇବାରେ ଅକ୍ଷୟ ରାୟ ସାର୍ଙ୍କ ନାଁ, ସାର୍ଙ୍କର ବହୁତ ଭୂମିକା ନିଶ୍ଚିତ ଭାବରେ ଅଛି। ପବ୍ଲିକେସନଟା ସିଏ ବୁଝୁଥିଲେ ବୋଲି ମୁଁ ଯେତିକି କାଦମ୍ବିନୀ କରିବା ପରେ ଜାଣିଛି। ସାର୍ ଗଲା ପରେ ଆପଣ ଗୋଟେ ଫାଉଣ୍ଡେସନ ଗଲା କରିଛନ୍ତି। ପରେ କ'ଣ ବହିଟାରେ ତ ପ୍ରୁଫ୍ ଦେଖିବି ମୁଁ, ଲେଖିବି ମୁଁ, କଭର କରିବି ମୁଁ, କେବଳ କାଗଜ ଫାଗଜ ଯେଉଁ କିଣା ହେବ ଇଏ କରିବ। କିନ୍ତୁ ଆପଣ ସତରେ ଜାଣିଥାନ୍ତୁ, ବହୁତ ଲୋକ ଜାଣନ୍ତି ଆପଣଙ୍କ ବହିକୁ ଆଗକୁ ନେବାରେ ସାର୍ଙ୍କ। ହଁ, ସେ ଗୋଟେ କଥା ତୁମେ ଯାହା କହୁଛ ନିଶ୍ଚୟ ଆଗକୁ ନେଇଛନ୍ତି। ଯଦି ସେ ମନା କରିଥାନ୍ତି, ଯେମିତି 8 ବର୍ଷ ଚାପିକି ଧରିଥିଲେ, ସେମିତି ଯଦି ଧରିଥାନ୍ତେ ମୁଁ କ'ଣ ଆଗକୁ ଯାଇପାରିଥାନ୍ତି କି? ବାପା ଯେତେବେଳେ ଏ କଥା କହିଲେ ମୋତେ, ମୁଁ ଲେଖିଲି ଏବଂ ଛାପିବା ପାଇଁ ବାହାରିଲି, ସେତେବେଳେ ସେ କ'ଣ କହିଲେ, କହିଲେ ପବ୍ଲିସର ପାଖକୁ ଯିବନି, ଆମର 2 ଜଣ ଚାକିରି କରୁଛେ, ଜଣଙ୍କର ପଇସାରେ ବହି ଛପା ହେବ, ଆଉ ଜଣଙ୍କ ପଇସାରେ ଘର ଚଳିବ। ଆଚ୍ଛା, ଯଦି ବହି ବଜାରରେ ଚାଲିଲା, ଆମର ପ୍ରଡକ୍ସନ କଷ୍ଟ ଆସିଲା, ତାହେଲେ ଲେଖିବ, ନହେଲେ ନାହିଁ। ଓ ଆଚ୍ଛା, କଣ୍ଡିସନଟା ଏମିତି ଥିଲା? କଣ୍ଡିସନଟା ଏମିତି ଥିଲା, ଯେଉଁଟା ମୋତେ ବେଶୀ ବାଧିଲା। ଆଚ୍ଛା, ଗୋଟେ କମର୍ସିଆଲ କଣ୍ଡିସନ ରହିଲା। ସେ ତାଙ୍କ ସରଳତାରେ ସେ କହିଲେ, ତା ସତ, ତା ବି ସତ। ଧର ମୋ ବହି ବଜାରକୁ ଯାଇକିରି ବିକ୍ରି ହେଉନଥାନ୍ତା, ମୁଁ ଗୋଟାକ ପରେ ଗୋଟାଏ ବହି ଲେଖିକି ଗଦା କରିଥାନ୍ତି, ସେ କ'ଣ ହେଇଥାନ୍ତା? କ'ଣ ସେ ପ୍ରାକ୍ଟିକାଲ ମଣିଷ, ପ୍ରାକ୍ଟିକାଲି କହିଲେ, ମୋତେ ଲେଖକ ହିସାବରେ ବାଧିଲା। ଏମିତି ଛୋଟ ଛୋଟ ଘଟଣା ଜୀବନରେ ମେ ବି ଆପଣଙ୍କୁ ଆଗକୁ ଯିବା ପାଇଁ କିଛି ଗୋଟେ ଇନ୍ଧନ ଯୋଗେଇଥିବ। ହଁ, ନିଶ୍ଚୟ। ମୁଁ ଠାକୁରଙ୍କୁ ଡାକିଲି, ମୁଁ ପ୍ରଭୁ ପ୍ରଥମ ବହିଟି ମୋର କ୍ଲିକ୍ କରୁ, ନହେଲେ ମୋ ଲେଖା ଏଠି ରହିଲା। ଯାହା ହଉ ସେ ତ କ୍ଲିକ୍ କଲା, ଗୋଟାକ ପରେ ଗୋଟାଏ ବହି, ସେ ଉତ୍ସାହିତ ହେଲେ, ନିଶ୍ଚିତ ଭାବରେ ଉତ୍ସାହିତ। ଆପଣ ସେଇ ଉତ୍ସାହ, ଯୋଉ ସେ ଉତ୍ସାହିତ ବା ସିଏ ଉତ୍ସାହ ଦେଲେ ବା ଯାହା କଲେ, ତାପରେ ବରାବର ଉତ୍ସାହିତ କରିଛନ୍ତି। ସେ ଯଦିଓ ଲେଖା ଭିତରେ ବେଶୀ ପଶି ପାରନ୍ତିନି, ସେ ଅଲଗା ଲାଇନର ଲୋକ, କିନ୍ତୁ ଗୋଟେ ପରେ ଗୋଟେ ବହି ବାହାରିଲେ ଭାରି ଖୁସି ହୁଅନ୍ତି, ଆଉ କହନ୍ତି ଯେ ଆମର ଗୋଟେ ବହି ବାହାରିଲା, ୟାଙ୍କର ଗୋଟେ ବହି ବାହାରିଲା ବୋଲି ସେ କହନ୍ତିନି, ଆମକୁ ଗୋଟେ ପ୍ରାଇଜ ମିଳିଲା ବୋଲି କହିବେ, ଏମିତି କହନ୍ତି। ସେଟା ଗୋଟେ ତାଙ୍କର ସେଟା ଆପଣ ସେଇଥିପାଇଁ ତାଙ୍କ ସ୍ମୃତିରେ ଉପନ୍ୟାସ ସମ୍ମାନ ଦଉଛନ୍ତି? ନାଇଁ, ନ୍ୟାଚୁରାଲି ସେ ମୋତେ ସବୁବେଳେ କହୁଥିଲେ, ତମ ପାଇଁ ଗୋଟେ ମୁଁ ସମାଧି ମନ୍ଦିର କରିବି ବୋଲି ଭାବିଛି ବୋଲି କହୁଥିଲେ ଇନିସିଆଲି ବାହାଘର ବେଳେ। ଆଚ୍ଛା, ହଁ, କହୁଥିଲେ। ମାନେ ଧରି ନିଆଯାଇପାରେ ଯେ ଜଣେ ସ୍ତ୍ରୀ ଲୋକ ନିଶ୍ଚୟ ଆଗେ ମରିବ। ଆଚ୍ଛା, ଆମେ ସେୟା ଚାହୁଁ, ସୋସାଇଟି ବି ସେୟା ଚାହେଁ। ସେଇ ହିସାବରେ ସେ ଏକଦମ ଭାରି ରକ୍ଷଣଶୀଳ। ଆଚ୍ଛା, ଏକଦମ ସୋସାଇଟିରେ ଯାହା କରୁଥିଲେ ଆଗରୁ, ତାଙ୍କ ମା ଯାହା କହିଛନ୍ତି ସେ ବେଦର ଗାର, ତେଣୁ ସେ ସେଇ ଅନୁସାରେ ଚାଲୁଥିଲେ। ସିମ୍ପଲ, ମୁଁ ଯେଉଁ ଏତେ ପ୍ରକାର ଭାବୁଛି ଆନାଲାଇଜ କରି, ସେଗୁଡ଼ା ସେ କରୁନଥିଲେ। ସେ କହିଥିଲେ ଯେ ମୁଁ ତମ ପାଇଁ ଗୋଟେ ସମାଧି ମନ୍ଦିର କରିବି ବୋଲି ଭାବିଛି। ତାପରେ ତ ମୋର ଧୀରେ ଧୀରେ ପାଠକ ସଂଖ୍ୟା ବଢ଼ିଲେ, ପ୍ରଶଂସକ ବଢ଼ିଲେ, କହିଲେ ଆଉ ମୁଁ କ'ଣ ଆଉ ସମାଧି ଗଢ଼ିବି, ତମର ତ ସମାଧି ମନ୍ଦିର ଗଢ଼ିବାକୁ ବହୁତ ଲୋକ ଅଛନ୍ତି। ଆଉ ତାଙ୍କ ମନ ଦୁଃଖ ହେଇଥିଲା। ମନ ଦୁଃଖ ମାନେ ସେ କହୁଥିଲେ। ସେ ତାପରେ ଯେତେବେଳେ ଉପନ୍ୟାସର ସଂଖ୍ୟା କମି ଆସୁଛି ମୁଁ ଦେଖିଲି, ମୁଁ ବେଳେବେଳେ ଦୁଃଖ ପ୍ରକାଶ କରି ତାଙ୍କୁ କହେ ଆମମାନଙ୍କ ପରଠୁ କ'ଣ ଉପନ୍ୟାସ ଆଉ ଲେଖା ହେବନି ନା, ଗୋଟେ ୱାର୍କସପ୍ କରୁନ। ମୁଁ କହିଲି ମୋତେ ବେଳ କାହିଁ ୱାର୍କସପ୍ କରିବାକୁ? ତାପରେ ବର୍ତ୍ତମାନର ଯେଉଁ ଲେଖକମାନେ କହିବେ ଇଏ କ'ଣ ପଣ୍ଡିତ, ଆମକୁ ପାଠ ପଢ଼େଇବ, କାଳେ କହିବେ। ତାପରେ ମୁଁ ତ ସାହିତ୍ୟ ଡିପାର୍ଟମେଣ୍ଟର ଲୋକ ନୁହଁ, ଉପନ୍ୟାସକଟା ବି ମୁଁ କିଛି ଥିଓରି ଫଲୋ କରେନି, କିଛି କରେନି। ମୋ ଭିତରୁ ଆସୁଛି, ମୁଁ ଲେଖୁଛି। ସେ ଶବ୍ଦ କେଉଁଠୁ ଆସୁଛି, କ'ଣ କରୁଛି, ସେ ଦ୍ୟାଟ୍ ଗଡ୍ ନୋଜ୍। ସେଠୁ ତେଣୁ ସେଇଟା ଥିଲା ମୋ ଭିତରେ, ମୁଁ ସବୁବେଳେ ଦୁଃଖ କରୁଥିଲି। ସେ ଥରେ କହିଲେ ଯେ ତମର ଯାହା ଇଚ୍ଛା ହେଉଛି ତାହା କରୁନ। ତାପରେ ସେ ମୋତେ ଟଙ୍କା ପଇସା ହିସାବରେ କେବେ କିଛି ରୋକି ନାହାନ୍ତି, ତମର ଯାହା ଇଚ୍ଛା ହେଉଛି ତାହା କରୁନ, ଏ କଥା ବି କହିଥିଲେ।
ସେ କଥାଟା ମନେ ଥିଲା ଆଉ କ'ଣ। ତାକୁ ନେଇକି ଆପଣ ତାକୁ କରିଛନ୍ତି। ନେଇକି ସେଇ କ୍ରମରେ ଆପଣ ବହୁତ ଉପନ୍ୟାସ ପଢୁଛନ୍ତି ଏବେ ଯୋଉମାନେ ଏ ଗୋଟେ ବର୍ଷ ଗଲା ଆଉ ଦ୍ୱିତୀୟ ବର୍ଷ ଆସୁଛି ଯୁବପିଢି ଯୋଉ ଉପନ୍ୟାସ। ଲେଖୁଛନ୍ତି ପିଲାମାନଙ୍କ ଉପନ୍ୟାସ ଆସିଲେ ପଢିବା ଦେଖିବା କ'ଣ ଯୁବପିଢିଙ୍କୁ ହଉଛି। କଣ କହିବେ ଯୋଉମାନେ ଏଇ ଲେଖା ଲେଖି ସାହିତ୍ୟ ଦୁନିଆରେ ଯୋଉମାନେ ପାଦ ଥାପୁଛନ୍ତି? ମୁଁ ତାଙ୍କୁ କହିବି ଯେ ଟିକେ ସିରିୟସ୍ ହୁଅନ୍ତୁ, ଆଉ ପିଲା ଖେଳ ନୁହଁ ଲେଖିବାଟା। ଆଜ୍ଞା ମାନେ ପିଲାମାନଙ୍କୁ ତୁମର ବଢ଼େଇକିରି ତ 15-20 ବର୍ଷ ଭିତରେ ଛାଡ଼ିଦେଲ ବିଭିନ୍ନ ଇନଷ୍ଟିଚ୍ୟୁଟ୍କୁ, ବିଭିନ୍ନ କିଏ ଆମେରିକା ପଠେଇଲା, କିଏ ଦିଲ୍ଲୀ ପଠେଇଲା, ଆଉ ତୁମର ଦାୟିତ୍ୱ ନାହିଁ, ଟଙ୍କା ପଠେଇଦେଲେ ସେ ମଣିଷ ହିଁ ବାହାରିଲେ। ଲେଖାର ଯେଉଁ ପିଲାମାନେ ତୁମର ସେ ସେମିତି ବାହାରିବେନି, ସେ ତୁମକୁ ଜାବୁଡ଼ିକି ଧରିଥିବେ। ତୁମେ ତାଙ୍କ ପାଖେ ପାଖେ ରହି ତାଙ୍କୁ ଗଢ଼ିବ। ତେଣୁ ସିରିୟସ୍ ହେବାକୁ ପଡ଼ିବ, ପୁରା ସାହିତ୍ୟ ମନସ୍କ ହୋଇ ରହିବାକୁ ପଡ଼ିବ। ଗୋଟେ ସ୍ୱୀକୃତି ପାଇବାକୁ ସମାଜର ତୁମକୁ ସେତିକି ସାଧନାରତ ରହିବାକୁ ପଡ଼ିବ। ବାଲ୍ମୀକିଙ୍କ ଉପରେ ଯେଉଁ ହୁଙ୍କା ଚରିଗଲା କ'ଣ ଏକାଦିନକେ ଚରିଗଲା? କେତେ ବର୍ଷ ସାଧନା କରିବା ପରେ ତାଙ୍କର ସେ ହୁଙ୍କାଟା ଚରିଯାଇଥିବ ତା ଉପରେ, ତା ଭିତରୁ ମନ୍ତ୍ରଧ୍ୱନି ବାହାରିଛି ହୁଙ୍କା ଚଢ଼ିଗଲା ପରେ। ସେମିତି ତୁମର ସେତିକି ବର୍ଷ ଗଲେ ବାଲ୍ମୀକିଙ୍କ ଭଳି ଯେତେବେଳେ ହୁଙ୍କା ଚଢ଼ିଯିବ ତୁମର ବହି ଭିତରୁ ମନ୍ତ୍ରଧ୍ୱନି ବାହାରିବ, ମଣିଷକୁ ସେ ପ୍ରଭାବିତ କରିବ। ଏଇଟା ସାଧନା। ମୋତେ ଯିଏ ପଚାରନ୍ତି ଯେ ଆପଣଙ୍କର ସିଦ୍ଧି କ'ଣ, ସିଦ୍ଧି ବୋଇଲେ କ'ଣ, କ'ଣ ଆପଣ ଯୁବପିଢ଼ିକୁ ସନ୍ଦେଶ ଦେବେ? କହିଲେ ସେମାନେ ଯେଉଁ ଭାବୁଛନ୍ତି 5 ଖଣ୍ଡ ଉପନ୍ୟାସ ମୁଁ ଲେଖିଦେଲେଣି, ମୋର ଏଣିକି ସିଦ୍ଧି ଆସିଗଲା, ଆଉ ଏଣିକି ମୁଁ ଯାହା ଲେଖିବି ତାହା ଲେଖିବି, ବା ମୋର ସିଦ୍ଧି ହେଇଗଲା, ମୁଁ 5-10 ଖଣ୍ଡ ଉପନ୍ୟାସ ଲେଖିଲେଣି। ସାହିତ୍ୟରେ ବା ବିଜ୍ଞାନରେ କୌଣସିଥିରେ, ବିଶେଷ କରି ସାହିତ୍ୟରେ ମୁଁ କହିବି, ମୁଁ ସାହିତ୍ୟ କଥା କହୁଛି, ସେଥିରେ ସିଦ୍ଧି ବୋଲି କିଛି ନାହିଁ। କାହାକୁ ସିଦ୍ଧି କହିବ ତୁମେ? ନୋବେଲ ପ୍ରାଇଜ୍କୁ ସିଦ୍ଧି କହିବ? ଯଦି ନୋବେଲ ପ୍ରାଇଜ୍କୁ ସିଦ୍ଧି କହିବ ତାହେଲେ ମାର୍କେ 82 ମସିହାରେ ପାଇଥିଲେ ନୋବେଲ ପ୍ରାଇଜ୍, କି 86, 82 ଅର୍ 86। ସେ 3-4 ବର୍ଷ ତଳେ ମଲେ, ଶେଷ ପର୍ଯ୍ୟନ୍ତ ସେ ଉପନ୍ୟାସ ଲେଖି ଚାଲିଛନ୍ତି। କାହିଁକି? 82-86 ପଠୁ ଏପର୍ଯ୍ୟନ୍ତ କାହିଁକି ଲେଖିଲେ? ସେ ତାଙ୍କର ତ ନୋବେଲ ପ୍ରାଇଜ୍ ପାଇସାରିଛନ୍ତି। ତେଣୁ ସାଧନା ସାଧନା ସାଧନା, ତାହା ହିଁ ସିଦ୍ଧି। ପୂର୍ବଜନ୍ମ ପରଜନ୍ମରେ ବିଶ୍ୱାସ କରନ୍ତି? ବିଶ୍ୱାସ କରେନି, ସନ୍ଦେହ ଭିତରେ ସେ ଘାରି ହେଉଥାଏ ମୁଁ। ଆଚ୍ଛା, କାହିଁକିନା ଦେର୍ ଇଜ୍ ନୋ ସାଇଣ୍ଟିଫିକ୍ ପ୍ରୁଫ୍। ଯେହେତୁ ମୁଁ ସାଇନ୍ସ ଷ୍ଟୁଡେଣ୍ଟ ଏବଂ ବାପା ସାଇନ୍ସ ଥିଲେ, ବାପାଙ୍କର ଆଟିଚ୍ୟୁଡ଼୍ ବି ସାଇଣ୍ଟିଫିକ୍ ଆଟିଚ୍ୟୁଡ଼୍ ଥିଲା, ମୋର ଆଟିଚ୍ୟୁଡ଼୍ଟା ବି ସାଇଣ୍ଟିଫିକ୍। ତେଣୁ ସହଜରେ କନଭିନ୍ସ ହୁଏନି, ଦ୍ୱନ୍ଦ୍ୱ ଭିତରେ ସବୁବେଳେ ଥାଏ। ହଁ କ'ଣ କ'ଣ ସବୁ ବେଳେବେଳେ ବହିରେ ବାହାରେ କ'ଣ କରିବେ, ସେ ଅମୁକ ଜାଗାରେ ଜଣାପଡ଼ିଲା, ସେ ଏମିତି କହିଲା ସେମିତି କହିଲା, ଟିକେ କନଭିନ୍ସ ହେଇଯାଏ। କିନ୍ତୁ ଯଦି କେବେ ଦ୍ୱନ୍ଦ୍ୱରୁ ମୁକ୍ତ ହେଇକି ଗୋଟେ ସ୍ଥିର ଭାବରେ ପହଞ୍ଚିଯିବେ ପରଜନ୍ମ ଅଛି, ତାହେଲେ ପରଜନ୍ମରେ କ'ଣ ହେବାକୁ ଚାହିଁବେ? ପରଜନ୍ମରେ ଗୋଟେ ଲେଖକ ହେବାକୁ ଚାହିଁବି, ଲେଖକ ହିଁ ହେବି। ଆଚ୍ଛା, ଗୀତାରେ କୁହାଯାଇଛି ଜଣେ ଯାହା ଭାବେ ବା ଅଫସୋସ ରହିଯାଏ ସେ ଆର ଜନ୍ମରେ, ତାହେଲେ ଆମେ ଆର ଜନ୍ମରେ ଆଉ ଥରେ ପ୍ରତିଭାଙ୍କୁ ନିଶ୍ଚିତ ଭାବରେ ଲେଖକ ଭାବରେ ମୁଁ ନଥିବି, କେହି ନଥିବେ, ଛାଡ଼ ସେସବୁ କଥା। ଯେଉଁ କଥା ଆମେ ଜାଣିପାରୁନେ କି ଦେଖିପାରୁନେ, ସେ ଗୋଟେ ସମ୍ଭାବ୍ୟ ଜିନିଷ, ମୁଁ କହିପାରିବିନି। ଲୋକମାନେ କହୁଛନ୍ତି, ମୁଁ ସେ ଶେଷ ଈଶ୍ୱର ବହିରେ ଏଗୁଡ଼ା ସବୁ ଲେଖିଛି। ଯେଉଁମାନେ କହୁଛନ୍ତି ଆମେ ଈଶ୍ୱର ଦର୍ଶନ କରିଛୁ, ଈଶ୍ୱରଙ୍କୁ ଦେଖିଛୁ, ସମସ୍ତେ ମିଛୁଆ। ଏ କଥା ବି ଲେଖିଛି, ତାରି ମୁହଁରେ କହିଛି, ମୋର ସେ ନାୟକର ମୁହଁରେ କୁହାଯାଇଛି, କେହି କିଛି ଦେଖିନାହାନ୍ତି। ଆପଣ ସମାଜକୁ ବହୁତ କିଛି ଦେଇଯାଇଛନ୍ତି, ବିଶ୍ୱ ସାହିତ୍ୟକୁ ବହୁତ କିଛି ଆପଣ ଦେଇଛନ୍ତି, ଦେଉଛନ୍ତି ମଧ୍ୟ। ଆପଣ ଜୀବନରେ ଶେଷ ଯାକେ ଦେବେ ଆପଣ କହିଲେ। କେବେ ମନେ ହୁଏ କି ମୁଁ ଯିବା ପରେ ୟାର ସୁରକ୍ଷା କ'ଣ? ସେଇଟା ମନକୁ ଆସୁଛି ଏବେ। ଠିକ୍ ପ୍ରଶ୍ନଟାଏ ପଚାରିଲ। ଏ ବହି ଗୁଡ଼ିକ ରହିବ ତ, ଆକୁ ପୁଣି ତାର ଏଡ଼ିସନ୍ ହେବ, ଇଏ କରିବ। ମୁଁ ଯେଉଁ ପବ୍ଲିକେସନ୍ଟା ଚଲେଇଛି ବର୍ତ୍ତମାନ, ସେଇଟା ଚାଲିବ କି ନାହିଁ, କିଏ ଚଲେଇବ, କ'ଣ କରିବ, ହୁଇଲ୍ ଟେକ୍ କେୟାର ଅଫ୍ ଅଲ୍ ଦିସ୍ ବୁକ୍ସ। ମୋର ଯେଉଁଗୁଡ଼ାକ ଅଛି ତାରି ତ ରିପ୍ରିଣ୍ଟ ହେବ ଆଉ କ'ଣ। ଆଜ୍ଞା, ହଁ, ମନକୁ ଆସୁଛି, ସବୁ ଲେଖକଙ୍କର ମନକୁ ଆସୁଛି। ଆମ ପରେ ଆମ ସାହିତ୍ୟ କ'ଣ, ଆମ ଘରେ ଯେଉଁ ବହିତକ ଅଛି ସିଏ କ'ଣ କରି ହେବ ବୋଲି ଲେଖକ ଘାରି ହେଇକିରି ମୁଁ ବର୍ତ୍ତମାନ ବଣ୍ଟାବୁଣ୍ଟି କରିସାରିଲେଣି। ମୁଁ ଏ ପ୍ରଶ୍ନଟା ବହୁତ ଡରି ଡରିକି ପଚାରିଲି। ନାଇଁ ନାଇଁ, ବଣ୍ଟାବୁଣ୍ଟି କରିସାରିଲେଣି ବହୁତ ବହି, କାରଣ ଏତେ ବହି ଗଦା ହେଇଛି, ତାକୁ ମୁଁ ପଢ଼ିବାର ଆଉ ଦ୍ୱିତୀୟ ଥର ନାହିଁ। ମୁଁ ବହୁତ ଲାଇବ୍ରେରୀକୁ ଦେଇସାରିଲିଣି, ସମସ୍ତେ ଦେଇସାରିଲେଣି, ବରିଷ୍ଠ ଲେଖକମାନେ। ଆଉ ନିଜ ବହିଟା କ'ଣ ହେବ, ନିଜ ବହି କିଛି କମ୍ ନୁହେଁ ମୋର। ଆଜ୍ଞା, 70-80ଟା ବହି ମୁଁ ଟାଇଟଲ୍ ମୋର। ତେଣୁ କ'ଣ ହେବ, ସେମାନେ ତ ଦୂରରେ ରହିଛନ୍ତି ପିଲା। ଝିଅଟି ଏଠି ଅଛି, ତା'ର ଆଦର ଅଛି, ଯତ୍ନ ଅଛି ଏବଂ ତା'ର ମମତା ଅଛି। ମୋତେ
तारी उपरे आशाटा आसूची एवं बहुत दी जन जाक मध्य भारी लिटरेचर प्रिय प्रिय अच्छा से माने सब कहते माँ आम एठी थी कौन करूँ आजिकल तो वर्क फ्रॉम होम है आम आद्या प्रकाशन कौन करूँ आमको कहतु अकाउंट है कि कौन है आमको बतई दिंतु आम ये करूँ कथा मुझे छाड़ी जाऊँगी छाड़ी जीवी सेटा आउ कहारी नुह सोसाइटीर आम सोसाइटी से भली स्तर को आसनी पर्यंत जो विदेश मानक देखी आसी राइटर्स होम सेठी राइटर मानक सब बही अच्छी हाँ हाथ लेखा अच्छी व्यवहार जिनस अच्छी फोटो तो अच्छी जीवनी अच्छी सब अच्छी आमर कहीं सीटा भारत वर्ष ना अच्छी गोटे केरल अच्छी देखी छोटे से केरली राइटर मानक कर गोटे मुझे गोटे आरंभ कर सारला साहित्य संसद रे लेखक संग्रहालय 4 जन लेखक अच्छी किसी जिनस ना आम तो लेखक रखुनी आ जिनस आसो कौटू लेखक चषमा कलम पोपड़ा फोपड़ी कर जाचा घर गले गला आम पिलादिने पाठ पढ़ला बेले पंचम षष्ठ तुम जीवन लक्ष्य कौन आपड़ भी पढ़ी आम भी पढ़ीचु रचना लिखु तापर अच्छा मुझे आपको पचारि आपण जीवन लक्ष्य कौन आप रागे मो जीवन लक्ष्य हूँ मुझे पृथ्वीटा चाहूँगी अंततः सेमती पृथ्वीटार तार छवि टिके टिके देखी जाए एका बेले तो पृथ्वी परिवर्तन हेनी ये जो हिंसा हो गोटे नाखा बमिंग है निर्दोष दोषी समस्ते उड़ी गले ये जो प्रतिहिंसा हिंसा चली देश देश भितर केवल विष से विष गुड़ कमी धीरे धीरे कमिकी से गोटे मधुरता आसू आउ द्वितीय कथा मनीषटे मनीष हो रहू मनीषटा पशु ही न जाऊ आम सीना पशु को दोष दौचे आम नाटा देचे पशु किंतु पशु भीतर भी करुणा अच्छी भोक हेले से आक्रमण करती मनीष भोक पेटे जो भोकटा भर्ती गला पूरी गला मनीष तार से सी आक्रमण करे कहार जमी नब कहार भूमि नब कहार देशर सीमारू नब तेणु यही गोटाक मोर हूँ दुख मु गोटे सेमती पृथ्वी आभास पाइबा चाहे अंततः एबे कौन लिखुଛନ୍ତି एबे लिखुछु गोटे उपन्यास आपण माने प्रिय जगहटा कौन जगह जगह प्रिय जगहटा तो प्रथम कथा है घर से घर भीतर को जगहटा आपणकर प्रिय घर भीतर सब मोर स्टडी रूमटा मोर प्रिय जो मु लिखे से मोर प्रिय जगह सेठी बसले मत आसे आइडिया आउ कड़े आड़े साड़े गले मु खाता पत्र गुड़ा धरिकी जाए जुआड़े जाए निश्चय मो बही पांडुलिपि कलम एगुड़ा पड़ी हुए तो कौटी पृष्ठा लिखा कौटी जट डाउन करते पॉइंट सब लिखी हुए निज घरे बसिले से जगार बसिले जन लिखिपर आप निज स्टडी रूम रे प्रत्येक दिन नियम कर बसंती प्रतिदिन लिखे तो पढ़े न लिखे तो बहुत व्यस्त दिन सारा इे सियाड़े जाइए बसी पारि नाहांती राति तो बसे तो ना मोर तो रातिटा हूँ बसबार कथा जमती हेल्ले बसंती एबे आपणकर दिनचर्या कौन मोर दिनचर्या बर्तमान कौन आउ लेखा लेखी छड़ा बेसी ना बगीचा बगीचा को देखिया पड़े घरटा को देखिया सकाळ केतेबेले उठंती मोर सब इरेगुलर बर्तन है कारण आउ शीघ्र उठवार कहीं कौन ये ना माने तुम गोटे दायित्व नहीं दायी ना चाप ना इच्छा हेल्ले बहुत शीघ्र उठी पड़ी जो दिन लेट नाइट शोचे आउ टे डेरी उठुची आप बहुत फिट अच्छा देखिले जना जाऊँ केमती जानवे लोक मैंने नहीं फिट रही रहस्य ना फिट रहा फिट कि नहीं अनफिट से गोटा डाक्तर कहे कि बाहर को तो मुझे जहाँ दिशुची मुझे जहाँ फिल करुँची से विषय भावुची जे मु खाइबारे भारी रेस्ट्रिक्टेड निजे सेल्फ रेस्ट्रिक्शन आउ एक्सरसाइज करे आपन वेजिटेरियन हाँ वेजिटेरियन बहुत वर्ष है मझे गोटे माछ मत जबरदस्त खुआई कहले कैल्शियम फाल्शियम ये अंटा फंटा अंटा तो मोर किसी ना बेक किसी ना आंटुटा 2-4 थर पड़ा फल से आंटुरे टी जखम रही आरंभ हेनी ऑस्टियोपोरोसिस आरंभ हेनी टी कष्ट हबार डाक्तर कहले टी छोट माछ केते समय लेखती आपण लेखे बेसी समय कम समय भावे बेसी समय अच्छा बुझिपारल जीवन में केबे एकाकित्व भोगिचंती निसंगता केबे आपन आबरी बस ना मत ये कथा अनेक पचार सारे आपन कौन एका घरे बोल नहीं तो ना बोले मुझे भी एका रही मत सब घेरिकी रही मो पृथ्वी से पृथ्वी बहुत कथा घटुची से मत बहुत कलबल कर
निद्रे शोला बेले मुझे पृथ्वी कथा भाविक शुए माने मुझे जहाँ लिखुची से कथा भाविक शुए से चरित्र मान कथा भाविक शुए आपणଙ୍କ पुराणा चरित्र माने केबे से आपणଙ୍କ सहित कथा कहचंती पुराणा चरित्र जोडा ओभर माने जहा को आपण नहीं पुराणा चरित्र कथा कहि नांती किंतु पुराणा चरित्र बेले बेले सत्य हो जाइछन अच्छा हां केमती केमती माने धरन रंग बोली गोटे गप लिखिथिली ता बोना ता भौणी ना बेंग ता मार किछि ना नाही ता माना बेंग बो मु सोट तक दिन पचारली मु तो ना तो रंग तो बो ना तो भौणी ना बेंग तो माँ ना कहीं बेंग बो स्त्री लोक गोटे कौन ना थाए ऐसे कहला मुझे ना सेमती कहीं हो पारे गोटे ना थी ना आ बापा को पचारि मुझे बापा बेंग बोर कहीं किसी ना ना छोट से कहले ये सब बाहला जहाँ पुओ हुए से अनुसार बेंग बो डाकती ना फा तार था थी गोटे कौन मुझे ना सेमती हवा उचित नुह आउ थे बापा को पचारि जातक तम ना कहीं अच्छे बो ना कहीं ना अमुक कन्या बोली लिखा होनी कि आज्ञा बो ना कहीं नहीं बो तो आमको जन्म दे तुम तुम कि करना तम नाटा कहीं रहा बो ना कहीं रही सी कहले अवधान भूल कर देते कौन कर एथर कहवा एमती प्रश्न पचारूली तेणु ये जो रंगटी कि मुझे तू पढ़ पंचम जाए पढ़ला से ता बापा बंद करदेला कहला आम घर झीटा पढ़ले आ बर मिलनी जहाँ गोटे कलिकता जमी मिलला एवं ये दी अक्षर पाठ पढ़ी चिठी लिखि पारे बोली बाहला कि से लोकटर श्वास ये टीबी थिला ये कल कारखाना काम काम करते कलिकतार तो रंगर गोटे पिला है गोटे पिला हवा थिबा बेले ता स्वामी मरीगला से बाहुनी बाहुनी कर घर को फेरला पेटर पिला बहुत कुंदकाटी कला लोक सब सहानुभूति एकदम द्रवीभूत हो गले तापर से पिलाटी गला सब रंग पंचम जाए पढ़ी कहला दे मत खंडे चाकरी कर दिंतनी मुझे ते कि चाकरी करी ये करी जहाँ से जनक साहाय्य कटक आसी ट्रेनिंग नहीं से होगला चरित्रटी आपणकर काम कला परिणत होगला ना खाली काम कलानी गोटे इंटरव्यू में बसी लेखक बसी गोटे झी आसी इंटरव्यू दौर भारी ब्राइट अच्छी ये कहला भारी ब्राइट पिलाटा कौटिका पिला देखला बेलू अमुक 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 माता श्रीमती रंगलता दे आजिकल सीना माँ लिखा कथा पड़लानी सब तो पिता लिखा है ना बोले अरे ये तो भारी एडवांस अच्छी पितार ना ना लिखाए माँ ना लिखाई बोले तुम कौ रंगलता दे रही अच्छा अमुक गाँ समक गाँ समका तो रंग झील यहाँ सतरे मुझे लिखी गपरे से रंग झी आसी मो घर पहुँचला आप बहुत पिलादिन शाढ़ी पिंधि ना स्कूल पढ़ो साड़ी पिंधुली शाढ़ी आपनकर प्रिय पोशाक नहीं स्कूल माने से क्लास 11 साड़ी पिंधुली हां सेतबे पिंधुतले शाढ़ी आपनकर प्रिय परिधान हो गला परे सेतबे तो बहुत चिड़ीगिरी पिंधिली तापर कॉलेज रे मु साड़ी पिंधि तापर मु आउ किछि पिंधि परिबेनी ना धन्यवाद गोटे छोटिया शब्द किंतु अंतर सह धन्यवाद कृतज्ञता निश्चित भाव में देवी केते समय धरी सुंदर भाव में मत आप बहुत कथा बुझे देले तेणु आउ थे मोर निश्चित भाव में ज्ञान बढ़ला सामान कथा मु निश्चित भाव में कहि दर्शक बंधु बहुत कथा आपण मैंने शुणी थे आ भल लगी इच्छा हो आहरी आहरी बहुत कथा शुणापी किंतु सब बेले गोटे कथा समय समय अनुसार आम समस्त को चलवाई पड़ो समय को अतिक्रम करी आम कहीं के जापारे बा नहीं जदिओ आज जी एठी बसचंती मु जहाँ सहित बसी प्रतिभा राय कथार गंता घर खणी जेते खोलिले एमिति बाहर थिवो किंतु समय से सुजोग आउ दब नहीं मते कथा एठी रहिबो पुणी थरे आरथर को नुआ अतिथि कथा कहते आपण मैंने शुणिबे किंतु एथर आपण भावंतु आजिर अतिथि प्रतिभा राय मैडम कौन कौन कहले निश्चित भाव में अनुभव करेंगे एवं अंतर मन दे भावुवे बहुत बहुत धन्यवाद मैडम पुणी थे आपण आशीर्वाद कामना तुमको धन्यवाद जे एते कथा मते कहले मु एते कथा आगु कहि नथि केबे कोन से इंटरव्यू रे जाओ दीर्घतम इंटरव्यू नाम हां सत कथा कहूची एते बड़ इंटरव्यू केही कर नथले गोटे जीवनी लिखे नेल ना हाँ मोर भाग्य हनुमान जी को कृपा कादम्बिनी आशीर्वाद मो ऊपर पुणी थे आरथर को नमस्कार।